ଫର୍ମସ୍ ଅଫ୍ ଏକ୍ସଚେଞ୍ଜ ବା ଯେଉଁ ଆଦାନ ପ୍ରଦାନର ବ୍ୟବସ୍ଥା ଆମ ସମାଜରେ ପ୍ରଚଳିତ ରହିଛି ତା ବିଷୟରେ ଆମେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା। ଆଉ ଏଇ ଯେଉଁ ଆଲୋଚନା ଆମେ କରିବା ଏହା ମୁଖ୍ୟତଃ ଯେଉଁ ଆର୍ଥିକ ସମାଜଶାସ୍ତ୍ର ଦୃଷ୍ଟିକୋଣରୁ ଆଲୋଚନାଟି ଆମେ କରିବା ଏବଂ ଏଥିରେ ପ୍ରଥମ ଭାଗରେ ଆମେ ରିସିପ୍ରୋସିଟି ବା ଯେଉଁ ପାରସ୍ପରିକ ଆଦାନ ପ୍ରଦାନତା ରହିଛି ତା ବିଷୟରେ ଆଲୋଚନା କରିବା ଏବଂ ଦ୍ୱିତୀୟ ଭାଗରେ ଆମେ ଆଲୋଚନା କରିବା ଗିଫ୍ଟ ବା ଯାହାକୁ ଉପହାର କୁହାଯାଏ। ଏବଂ ଆମେ ଏଇ ଯେଉଁ ବିଷୟବସ୍ତୁ ଉପରେ ଆଜି ଆଲୋଚନା କରିବା ମୂଳରୁ ମୁଁ ଏହା କହି ରଖିବି ଯେ ଆମର ଯେଉଁ ମତ ଯେଉଁ ସମାଜଶାସ୍ତ୍ର ବା ଆର୍ଥିକ ସମାଜଶାସ୍ତ୍ରର ଯେଉଁ ସ୍କଲାର ମାନେ ରହିଲେ ସେମାନଙ୍କର ମତ କିଭଳି ଯେଉଁ କ୍ଲାସିକାଲ ଇକୋନୋମିଷ୍ଟ ରହିଲେ ବା ଯେଉଁ କ୍ଲାସିକାଲ ଅର୍ଥନୀତିର ସ୍କଲାର ମାନେ ରହିଲେ ସେମାନଙ୍କଠୁ ଭିନ୍ନ ଏହା ଆଜି ଆମେ ଆଲୋଚନା କରିବା। ଯଦି ଆପଣମାନେ ମନେ ପକାଇବେ ଯେ ଗତକାଲିର ଯେଉଁ କ୍ଲାସ୍ ହେଇଥିଲା ଆମେ ସେଠାରେ ଆଲୋଚନା କରିଥିଲେ କାର୍ଲ ପୋଲାନିଙ୍କ କନସେପ୍ଟ ଯେଉଁ ସେ ୟୁଜ୍ କରିଥିଲେ ରିସିପ୍ରୋସିଟି ରିଡିଷ୍ଟ୍ରିବ୍ୟୁସନ୍ ଆଣ୍ଡ ଏକ୍ସଚେଞ୍ଜ ଏବଂ ଏକ୍ସଚେଞ୍ଜ ସେଥିରେ କିଭଳି ସେ ରିସିପ୍ରୋସିଟି କନସେପ୍ଟର ବ୍ୟାଖ୍ୟା କରିଥିଲେ। ଏବଂ ଆଜି ଯଦି ଆମେ ରିସିପ୍ରୋସିଟି ଯେଉଁ କନସେପ୍ଟ ବିଷୟରେ ଆଲୋଚନା କରିବା ପାଇଁ ଯାଉଛେ ଏହା ଆମେ ଯେଉଁ ଆନ୍ଥ୍ରୋପୋଲୋଜିର ସ୍କଲାର ମାନେ ରହିଲେ ବା ଆର୍ଥିକ ସମାଜଶାସ୍ତ୍ରର ସ୍କଲାର ମାନେ ରହିଲେ ସେମାନେ କେଉଁଭଳି ଭାବେ ରିସିପ୍ରୋସିଟି ବା ପାରସ୍ପରିକ ଆଦାନ ପ୍ରଦାନ କନସେପ୍ଟକୁ ବୁଝିଥିଲେ ଏବଂ ସେମାନେ କିଭଳି ଭାବେ ଯେଉଁ ମେନଷ୍ଟ୍ରିମ୍ ଇକୋନୋମିଷ୍ଟ ରହିଲେ ବା ଯେଉଁ ଅର୍ଥନୀତିର ସ୍କଲାର ମାନେ ରହିଲେ ସେମାନଙ୍କଠୁ କିଭଳି ସେମାନଙ୍କର ମତ ଭିନ୍ନ ଥିଲା ସେହି ବିଷୟରେ ଆଲୋଚନା କରିବେ। ଯଦି ଦେଖିବା ରିସିପ୍ରୋସିଟି ଯେଉଁ କନସେପ୍ଟଟି ରହିଛି ବା ପାରସ୍ପରିକ ଆଦାନ ପ୍ରଦାନ ଯେଉଁ କନସେପ୍ଟଟି ରହିଛି ଏହା ମୁଖ୍ୟତଃ ଗୋଟେ ମ୍ୟୁଚୁଆଲ ପ୍ରୋସେସ୍, ଏହା ଦୁଇ ପାକ୍ଷିକ ଆକ୍ଚୁଆଲି। ଏବଂ ଏଥିରେ ଯେଉଁ ଦୁଇ ଗୋଷ୍ଠୀ ରହିଲେ ବା ଦୁଇଟି ବ୍ୟକ୍ତିବିଶେଷ ରହିଲେ କିମ୍ବା ଯେଉଁ ଦୁଇଟି ସମ୍ପ୍ରଦାୟ ରହିଲେ ବା ଦୁଇଟି ସମାଜ ରହିଲେ ସେମାନେ ସବୁବେଳେ ନିଜ ଭିତରେ ଯେଉଁ ଦ୍ରବ୍ୟ ବା ବସ୍ତୁ ରହିଲା ତାର ଆଦାନ ପ୍ରଦାନ କରିଥାନ୍ତି। ଏହାଦ୍ୱାରା କ'ଣ ହୁଏ? ଏହାଦ୍ୱାରା ହୁଏତ ଗୋଟିଏ ପକ୍ଷ ଆର ଲାଭ ପାଇଥାଏ କିମ୍ବା ବହୁତ ସମୟରେ ଦୁଇ ପକ୍ଷ ମଧ୍ୟ এই ଯେଉଁ ଆଦାନ ପ୍ରଦାନର ଲାଭ ପାଇଥାନ୍ତି। କିନ୍ତୁ ସମାଜଶାସ୍ତ୍ରର ସ୍କଲାର ମାନେ ବା ଯେଉଁ ଆର୍ଥିକ ସମାଜଶାସ୍ତ୍ରର ସ୍କଲାର ମାନେ ରହିଲେ ସେମାନେ ସବୁବେଳେ କୁହନ୍ତି ଯେ ଏଇ ଯେଉଁ ପାରସ୍ପରିକ ଆଦାନ ପ୍ରଦାନ ପ୍ରଥା ରହିଛି, ଯେଉଁ ବ୍ୟବସ୍ଥା ରହିଛି ସମାଜରେ, ଏହା ଗୋଟିଏ ସୋସିଆଲ ରିଲେସନସିପ୍ ଫର୍ମ ହେବା ପାଇଁ ସହାୟକ ହୋଇଥାଏ ବା ଯେଉଁ ସାମାଜିକ ସମ୍ପର୍କର ପ୍ରତିଷ୍ଠା ହେବାରେ ବା ଡେଭଲପ ହେବାରେ ସହାୟକ ହୋଇଥାଏ। ଯଦି ଆମେ ଉଦାହରଣ ସ୍ୱରୂପ ଦେଖିବା ଯେ ଆମର ଯେଉଁ ସମ୍ପର୍କ ରହିଛି ଗୋଟେ ସେଲର ବା ବାୟର ଭିତରେ, ଗୋଟେ ବିକ୍ରେତା ଗୋଟେ କ୍ରେତା ବା ଯିଏ କ୍ରୟ କରିଥାଏ ସେମାନଙ୍କ ଭିତରେ ଯେଉଁ ସମ୍ପର୍କ ରହିଛି ଏହା କିଭଳି ସୃଷ୍ଟି ହୋଇଥାଏ। ଯେତେବେଳେ ଗୋଟେ ଲୋକ ବଜାରକୁ ଯାଉଛି କୌଣସି ଦ୍ରବ୍ୟ କିଣିବା ପାଇଁ ସିଏ ପ୍ରଥମେ ଦୋକାନୀକୁ ତାର ମୂଲ୍ୟ ପଚାରିଥାଏ ବା ଯେଉଁ ବିକ୍ରେତାକୁ ତାର ମୂଲ୍ୟ ପଚାରିଥାଏ ଏବଂ ଅନେକ ସମୟରେ ଯଦି ଦୋକାନୀ ବା ଯେଉଁ କ୍ରେତା ବା ଯିଏ କ୍ରୟ କରିବା ପାଇଁ ଯେଉଁ ବ୍ୟକ୍ତିବିଶେଷ ଜଣକ ଯାଇଥାନ୍ତି ସିଏ ଯଦି ଦେଖନ୍ତି ଯେ ତାଙ୍କର ଯେଉଁ ମୂଲ୍ୟ ଯେଉଁ ବିକ୍ରେତା କହୁଛନ୍ତି ତାହା ଯଦି ତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ସେ ପୁଣି ନେକ୍ସଟ ବିକ୍ରେତାଙ୍କ ପାଖକୁ ଯାଇଥାନ୍ତି। କିନ୍ତୁ ଯେତେବେଳେ ସିଏ ଅନୁଭବ କରନ୍ତି ଯେ ଯେଉଁ ଗୋଟିଏ ନିର୍ଦ୍ଦିଷ୍ଟ ବିକ୍ରେତା ତାଙ୍କୁ ସଠିକ ମୂଲ୍ୟ ଯୋଗାଉଛନ୍ତି ସେ ଦ୍ରବ୍ୟଟିକୁ କିଣିବା ଆରମ୍ଭ କରିଥାନ୍ତି। କିନ୍ତୁ ଏହାଦ୍ୱାରା ଗୋଟିଏ ସମ୍ପର୍କର ସ୍ଥାପନା ହୋଇଥାଏ ବା ସୃଷ୍ଟି ହୋଇଥାଏ ଏବଂ ସେହି ସମ୍ପର୍କ ଯାହା ଆମେ ଗତକାଲିର କ୍ଲାସରେ ଆଲୋଚନା କରିଥିଲେ ମାର୍କ ରାନୋଭେଟରଙ୍କର ଯେଉଁ ଟ୍ରଷ୍ଟ ଏବଂ ଟାଇସ୍ ଉପରେ ବା ଯେଉଁ ବିଶ୍ୱାସ ଆଉ ଯେଉଁ ସମ୍ପର୍କର ଯେଉଁ ସୁଦୃଢ଼ତା ସେଇଠୁ ହିଁ ଆରମ୍ଭ ହୋଇଥାଏ। କିନ୍ତୁ ଯଦି ଆମେ ଦେଖିବା ଯେଉଁ ସୋସିଓଲୋଜିଷ୍ଟ ବା ଯେଉଁ ଆମର ସମାଜଶାସ୍ତ୍ରର ସ୍କଲାର ମାନେ ଥିଲେ ସେମାନଙ୍କର କହିବା ଅନୁଯାୟୀ ଏଇ ଯେଉଁ ଆଦାନ ପ୍ରଦାନ ବ୍ୟବସ୍ଥା ରହିଛି ହୁଏତ ଦୁଇଟି ବ୍ୟକ୍ତିବିଶେଷଙ୍କ ଭିତରେ ହେଉ କିମ୍ବା ଦୁଇଟି ଗୋଷ୍ଠୀ ଭିତରେ ହେଉ କିମ୍ବା ଦୁଇଟି ସମ୍ପ୍ରଦାୟ ଭିତରେ ହେଉ ଏହା କଣ୍ଟିନ୍ୟୁଅସ୍ ବା ସବୁବେଳେ ଚାଲି ରହିଥିବା ଦରକାର। ଯଦି ଏଥିରେ କୌଣସି ବ୍ରେକ୍ ଆସିଥାଏ ବା ମଝିରେ ଏହା ବନ୍ଦ ହେଇଯାଏ ତାହେଲେ ଯେଉଁ ସମ୍ପର୍କରେ ଯେଉଁ ଦୃଢ଼ତା ଥାଏ ବା ଯେଉଁ ଯାହା ଗ୍ରାନୋଭେଟର କହିଥିଲେ ଯେଉଁ ଟାଇସ୍ ଯେଉଁ ଷ୍ଟ୍ରଙ୍ଗ ଥାଏ ତାହା ଧୀରେ ଧୀରେ କ୍ଷୀଣ ହେବା ପାଇଁ ଆରମ୍ଭ ହୁଏ ଏବଂ ଯେଉଁ ଟ୍ରଷ୍ଟ ବା ଯେଉଁ ବିଶ୍ୱାସ ଥାଏ ତାହା ଧୀରେ ଧୀରେ କମିବାକୁ ଲାଗିଥାଏ। ଏହାପରେ ଯଦି ଆମେ ଦେଖିବା ବର୍ତ୍ତମାନ ଆଲୋଚନା ଆମେ କରିବା ନେଚର ଅଫ୍ ରିସିପ୍ରୋସିଟି। ଯଦି ଆମେ ଦେଖିବା ଯେଉଁ ଫଣ୍ଡାମେଣ୍ଟାଲ ଫିଚର ରହିଛି ବା ଉପାଦାନ ରହିଛି ଯେଉଁ ଆମର ରିସିପ୍ରୋସିଟି ବା ପାରସ୍ପରିକ ଆଦାନ ପ୍ରଦାନରେ ଏହା
ସବୁବେଳେ गोटे व्यक्ति विशेष को अनुभव कराई थाए जे सी जेतेबेले गोटे द्रव्य बा गोटे साहाय्य से रिसीव करुच्ची बा ग्रहण करुच्ची ताकू से साहाय्य बा से द्रव्य बा से उपहार ताकू दिन ना दिन फेरैबा पड़िबो काहाकू ना जो व्यक्ति तांकू बा जो समाज बा जो गोष्ठी तांकू से गोष्ठी भितर जो आदान प्रदान होइथिला प्रथम जदि आम देखा जो मोराल नेचर रही जो आमर आदान प्रदान प्रथार एठारे सब गोटे जो व्यक्ति विशेष रहिले तार गोटे कर्तव्य हो जाए जे मु जेतेबेले गोटे जिनस किछि ग्रहण करिछि अन्य जनकठू मते ता बदल दबा पई पड़िबो एवं जेतेबेले सेही व्यक्ति जनक से जो व्यक्ति विशेष जो गोष्ठी जो संप्रदाय जितेबाला कौन साहाय्य बा कौन वस्तु बा कौन द्रव्य ग्रहण करते से फेरई दे था रिसीव आदान प्रदान भितर चली थाए से समय कह जाए जो कंपेनसेटरी जस्टिस माने जहाँ जो व्यक्ति प्रथम आमको उपहार देता कौन द्रव्य देता आम जो पुणी गोटे सामाजिक परिस्थिति पुणी फेरई था से आम कंपेनसेटरी जस्टिस कही था ये जो कंपेनसेटरी जस्टिस जदि कह जाए यह मुख्यतः जो जॉन राउल आम फिलोसोफर थिले तांकर थ्योरी ऑफ जस्टिस जहाँ 1971 मसीह पब्लिश होता प्रकाशित होता से वर्णना करथिले एवं से जो रिट्रीब्यूटिव जस्टिस कही ताकू गोटे उदाहरण देते एन आई फॉर एन आई बा आखि बदल आखि जार अर्थ है जड़े जो उपहार दौची आम रिसिप्रोकेट करवा दरकार बा ताकू आदान प्रदान जो प्रक्रिया रही आम सम्मिलित हवा दरकार आम फेरैबा दरकार तापर जदि देखिबा गोटे जदि आम देखिबा जो अन्य पार्श्व देखा जाए जे जो आदान प्रदान प्रथा प्रचलित रही बहु समय गुड्स एगेन्स्ट गुड्स बा द्रव्य बदल द्रव्य अनेक समय यह मनी एगेन्स्ट गुड्स बा टंका बदल द्रव्य आ किछि समय यह द्रव्य बदल सर्विस हिसाब रे आदान प्रदान करा जायते जदि आम देखिबा भारत संदर्भ रे गोटे इम्पोर्टेंट स्टडी बा जो गोटे जो स्टडी होता आमर हिंदू जजमानी सिस्टम को लेकरी बा हिंदू जजमानी प्रथा को लेकरी जो सोशियोलॉजिस्ट थे आमर विलियम वाइजर से गोटे पुस्तक रचना करथिले हिंदू जजमानी सिस्टम सेठारे से कहिथिले किभଳି भाबरे गोटे पर्टिकुलर बा गोटे निर्दिष्ट संप्रदाय बा गोटे निर्दिष्ट जाति सी केवल अन्य जाति सहित गोटे एक्सचेंज रिलेशनशिप बा जो आदान प्रदान संपर्क को लेकरी जड़ित बा सेमानकर जो संपर्क गोटे ग्राम भितर बा गोटे समाज भितर सेमानकर जो संपर्क रही किभଳି एक्सचेंज रिलेशनशिप बा आदान प्रदान संपर्क को नहीं जड़ित सी सेठारे कहिथिले केवल गोटे दुईटी श्रेणी थिले गोटे जजमानी कास्ट थिले बा जजमानी जाति विशेष थिले जो माने मुख्यतः अपर कास्ट बा जो जाति उदाहरण स्वरूप आमर क्षत्रिय हेले बा जो डोमिनेंट कास्ट थिले से माने केवल सर्विस ग्रहण करथिले बा सेवा ग्रहण करथिले केउ मानक ठारू ना जेउ माने रहिथिले सर्विस रेंडरिंग कास्ट जो जाति गुड़िक गोटे गोटे निर्दिष्ट ऑक्युपेशन बा कास्ट बेस ऑक्युपेशन बा जाति भित्तिक जो तांकर वृत्ति रहितला जो थरे से माने स्पेशलाइज थिले से माने बा पारंगम थिले निपुण थिले सेही जाति गुड़िक यही पर्टिकुलर जजमानी कास्ट मानंकु से मानंकर किभଳି सर्विस प्रदान करथिले एवं तार बदल रे से माने वर्ष शेष रे जो आमे कह जाए जे बर्तन बा से मानंकर जो ड्यू थिला हुए तो से माने गुड्स रे नोथिले किंबा मॉनिटरी फॉर्म बा आम जहाँ को टंकार नेउथिले मुख्यतः जेतबेले प्रथमे जजमानी सिस्टम बा जो जजमानी प्रथा चली जो आमर कामिंग माने थिले बा सर्विस रेंडरिंग कास्ट माने जो माने थिले बा जो सेवा देउथिबा जो जाति विशेष माने थिले से माने जाति विशेष जो इंडिविजुअल माने थिले व्यक्ति विशेष माने थिले से माने मुख्यतः खाद्य शस्य
ସେମାନଙ୍କର ଯେଉଁ ଏକ୍ସଚେଞ୍ଜରେ ବା ଆଦାନ ପ୍ରଦାନରେ ଗ୍ରହଣ କରୁଥିଲେ, କାରଣ ସେମାନଙ୍କ ପାଖରେ ମୁଖ୍ୟତଃ ଭାବରେ ଜମି ନଥିଲା ବା ଯେଉଁ ମିନ୍ସ ଅଫ୍ ପ୍ରଡକ୍ସନ୍ ଯାହା ଆମେ ଲିଟରେଚରରେ କୁହାଯାଏ, ଯାହା ଉତ୍ପାଦନ କରିବାର ଯେଉଁ ମାଧ୍ୟମ ଜମି ବା ସେମାନଙ୍କର ଯେଉଁ କ୍ୟାପିଟାଲ ଟଙ୍କା ଏଗୁଡ଼ିକ ସବୁ ତାଙ୍କ ପାଖରେ ନଥିଲା। ତେଣୁ ସେମାନେ ତାଙ୍କର ଯେଉଁ ବୃତ୍ତି ଥିଲା ତାକୁ ସେମାନେ ଆଦାନ ପ୍ରଦାନ କରୁଥିଲେ ବା ବଦଳ କରୁଥିଲେ ତାଙ୍କର ଆମର ଫୁଡ୍ ଗ୍ରେନ୍ ବା ଯେଉଁ ଖାଦ୍ୟଶସ୍ୟ ସହିତ ଯେଉଁ ଯଜମାନୀ କାଷ୍ଟକୁ ତାଙ୍କର ଜାତିଭିତ୍ତିକ ସର୍ଭିସ ଏକ୍ସଟେଣ୍ଡ କରି। କିନ୍ତୁ ଯଦି ଆମେ ଦେଖିବା ବହୁତ ସମୟରେ ସମାଜ ଶାସ୍ତ୍ରର ଯେଉଁ ସ୍କଲର ମାନେ ରହିଲେ ସେମାନଙ୍କର କହିବା ଅନୁଯାୟୀ ଯେ ବହୁତ ସମୟରେ ଏଇ ଯେଉଁ ଆଦାନ ପ୍ରଦାନର ବ୍ୟବସ୍ଥା ରହିଛି ବହୁତ ସମୟରେ ଏହା ଅନସର୍ଟନ ହୋଇଥାଏ। ଯଦି ଜଣେ ବ୍ୟକ୍ତିବିଶେଷ କିଛି ଦଉଛି ବା କିଛି ପ୍ରଦାନ କରୁଛି, ସିଏ ବହୁତ ସମୟରେ ତାର ଯେଉଁ ପାଇବାର ଆଶା ବହୁତ ଅନସର୍ଟନ ଥାଏ। ତେଣୁ ସେ କହିଥିଲେ, ଯେଉଁ ସମାଜଶାସ୍ତ୍ରର ସ୍କଲର ମାନେ ମୁଖ୍ୟତଃ ଭାବରେ କହିଥିଲେ, ଯଦି ଆମେ ଦେଖିବା ଏହା ଯେଉଁ ଆଦାନ ପ୍ରଦାନର ବ୍ୟବସ୍ଥା ରହିଛି ଏହା ତିନୋଟି ଯେଉଁ ଏନଫୋର୍ସମେଣ୍ଟ ମେକାନିଜିମ ରହିଛି ବା ବ୍ୟବସ୍ଥା ରହିଛି ତା ଦ୍ୱାରା ପରିଚାଳିତ। ଗୋଟିଏ ହେଉଛି ଲିଗାଲ ବା ନ୍ୟାୟିକ, ଗୋଟେ ହେଉଛି ରେସନାଲ ବା ଯୁକ୍ତିଯୁକ୍ତ, ଆଉ ଗୋଟେ ହେଉଛି ସୋସିଆଲ ଏନଫୋର୍ସମେଣ୍ଟ ବା ସାମାଜିକ ବ୍ୟବସ୍ଥା ଦ୍ୱାରା ପରିଚାଳିତ। ଲିଗାଲ ଏନଫୋର୍ସମେଣ୍ଟ କ'ଣ, କାହାକୁ ବୁଝାଏ? ଲିଗାଲ ଏନଫୋର୍ସମେଣ୍ଟ ଦେଖିବା ଯେଉଁଠି ଯେଉଁ ଆମର ଆଦାନ ପ୍ରଦାନର ବ୍ୟବସ୍ଥା ଗୋଟିଏ ନ୍ୟାୟିକ ବ୍ୟବସ୍ଥା ଦ୍ୱାରା ପରିଚାଳିତ। ଉଦାହରଣ ସ୍ୱରୂପ ଯଦି ଯଦି ଗୋଟିଏ ଆଦାନ ପ୍ରଦାନ ବ୍ୟବସ୍ଥା ଯଦି ଦେଖିବା ଦୁଇଟି କମ୍ପାନୀ ବା ଦୁଇଟି ଫ୍ୟାକ୍ଟ୍ରି ମଧ୍ୟରେ ପରିଚାଳିତ ହୋଇଥାଏ, ତାହେଲେ ଏହା ଗୋଟିଏ ଲିଗାଲ ଆମେଣ୍ଡମେଣ୍ଟ ବା ଯେଉଁ ନ୍ୟାୟିକ ଆମର ଆଗ୍ରିମେଣ୍ଟ ରହିଛି ଏହା ଦ୍ୱାରା ବି ଏହା ଉପରେ ଆଧାରିତ ହୋଇଥାଏ। ଆଉ ଯେଉଁଠି ଗୋଟିଏ ପକ୍ଷ ଓହରି ଯାଇଥାଏ ତାର ଯେଉଁ ଆଦାନ ପ୍ରଦାନ ଯେଉଁ ବ୍ୟବସ୍ଥାର ଯେଉଁ ଆଗ୍ରିମେଣ୍ଟ ହୋଇଛି ତାକୁ ନ କରିପାରିବା ପାଇଁ ବା ତାର ସର୍ଭିସ ଏକ୍ସଟେଣ୍ଡ ନ କରିପାରିବା ପାଇଁ ଏହି ସମୟରେ ବେଳେବେଳେ ଯେଉଁ ଅପର ପକ୍ଷ ରହିଲା ତା ପାଖରେ ଗୋଟେ ଅପସନ୍ ଥାଏ ତାକୁ ତା ଏଗେନଷ୍ଟରେ କୌଣସି ଅଭିଯୋଗ ଆଣିବା ପାଇଁ। ଆଉ ସେଇ ଅଭିଯୋଗ ଯେଉଁ ଅଣାଯାଇଥାଏ ତାହା ଆମେ ଯେଉଁ ମଡର୍ଣ୍ଣ ଟାଇମରେ ଆମେ କହୁ ଯେ ସୁ କରିବା, ବା ଆମେ ମୁଖ୍ୟତଃ ଯେତେବେଳେ ଖବରକାଗଜ ପଢ଼ୁ ଆମେ ଦେଖୁ ଯେ କୌଣସି କମ୍ପାନୀର ମାଲିକ ବା କୌଣସି ଫ୍ୟାକ୍ଟ୍ରିର ମାଲିକ ଆର ଏକ କମ୍ପାନୀର ମାଲିକଙ୍କ ସହିତ ମାଲିକଙ୍କୁ କୋର୍ଟର କାଠଗଡ଼ାକୁ ଡାକିଛନ୍ତି ବା ନ୍ୟାୟିକ ଗୋଟେ ଯେଉଁ କୁହାଯାଏ କେସ୍ ଫାଇଲ କରିଛନ୍ତି, କାରଣ ସିଏ ଯେଉଁ ତାଙ୍କର ଆଗ୍ରିମେଣ୍ଟ ଥିଲା ବା ଯେଉଁ ଚୁକ୍ତି ଥିଲା ଯେ ପରସ୍ପରଙ୍କୁ ତାଙ୍କର ଯେଉଁ ସର୍ଭିସ ଏକ୍ସଟେଣ୍ଡ କରିବେ ସେଥିରୁ ସେ ଓହରି ଯାଇଥିଲେ। ଆଉ ନେକ୍ସଟ ଆମେ ଦେଖିବା ରେସନାଲ ଏନଫୋର୍ସମେଣ୍ଟ। ରେସନାଲ ଏନଫୋର୍ସମେଣ୍ଟ ଯାହା କୁହାଯାଏ ଆମର ଯୁକ୍ତିଯୁକ୍ତ ଏନଫୋର୍ସମେଣ୍ଟ, ଏହା ଦ୍ୱାରା କ'ଣ କରାଯାଇଥାଏ ନା ଯୁକ୍ତିଯୁକ୍ତ ସବୁବେଳେ ଗୋଟେ ଦେଖାଯାଏ ଯେ ଜଣେ ବ୍ୟକ୍ତି ବିଶେଷ ସିଏ ତାଙ୍କର ସେଲ୍ଫ ଇଣ୍ଟରେଷ୍ଟ ବା ନିଜର ମନୋବୃତ୍ତି ନେଇକରି ସିଏ ଏକ୍ସଚେଞ୍ଜ ବା ଯେଉଁ ଆଦାନ ପ୍ରଦାନ ବ୍ୟବସ୍ଥାରେ ସମ୍ମିଳିତ ହୋଇଥାନ୍ତି। ଏଥିରେ ଦେଖାଯାଏ ଯେ ଯେତେବେଳେ ଜଣେ ବ୍ୟକ୍ତି ବିଶେଷ ସିଏ ଏହି ବ୍ୟବସ୍ଥାରେ ସମ୍ମିଳିତ ହେଉଛନ୍ତି, ସିଏ କୌଣସି ଆଶା ରଖିନଥାନ୍ତି ଯେ ମୁଁ ଏହା ବଦଳରେ କିଛି ପାଇବି ବୋଲି। ଏବଂ ଏହା ଦେଖାଯାଇଥାଏ ଏଇ ଯେଉଁ ବ୍ୟବସ୍ଥା ଆମର ଆମେ ଆଲୋଚନା କରୁଛେ ଏଥିରେ ଦେଖାଯାଇଥାଏ ଯେ ଏଥିରେ ଯେଉଁ ଅନସର୍ଟନିଟି ରହିଛି ବା ଅନିଶ୍ଚିତତା ରହିଛି ଯେ ମୁଁ ଗିଫ୍ଟ ଦେଲେ ପାଇବି କି ନାହିଁ, ଏହା ବହୁତ ମାତ୍ରାରେ କମି ଯାଇଥାଏ। କାରଣ ଯିଏ ଆଦାନ ପ୍ରଦାନ ଯେଉଁ ପ୍ରକ୍ରିୟାରେ ସମ୍ମିଳିତ ଅଛି ସିଏ ତାର ଆଶା ରଖିନଥାଏ ଯେ ଇନ୍ ରିଟର୍ନ ବା ସିଏ ଫେରସ୍ତରେ କିଛି ପାଇବ ବୋଲି। ଆମେ ଉଦାହରଣ ସ୍ୱରୂପ ନେଇପାରିବା ଯେ ବଡ଼ ବଡ଼ ଯେଉଁ ଆମର ଉଦାହରଣ ସ୍ୱରୂପ ଆମେ ରତନ ଟାଟା ହେଲେ କିମ୍ବା ଆଉ ସେଇଭଳି ଯେଉଁ ବ୍ୟକ୍ତିବିଶେଷ ରହିଛନ୍ତି ଯେଉଁମାନେ କି ଡୋନେଟ୍ କରିଥାନ୍ତି ବା ସମାଜକୁ ଦେଇଥାନ୍ତି ତାଙ୍କର ଯେଉଁ ଆୟ ଅଧିକ ଯଦି ତାଙ୍କର ଆୟ ହେଲା ବା ତାଙ୍କର କିଛି ପ୍ରଫିଟ୍ ହେଲା ସେ ସମାଜକୁ ସମାଜ ସେବା ପାଇଁ ଦାନ କରିଥାନ୍ତି। ଯଦି ଆମେ ଦେଖିବା ଯେଉଁ ବର୍ତ୍ତମାନ ଯେଉଁ ସ୍ୱାସ୍ଥ୍ୟ ସେବା ପାଇଁ ସିଏ ରତନ ଟାଟା ବହୁତ ସମୟରେ ଡୋନେଟ୍ କରିଥାନ୍ତି, କିନ୍ତୁ ପ୍ରତିବଦଳରେ ସିଏ କେବେ ହେଲେ ଆଶା କରୁନଥାନ୍ତି ଯେ ମୋତେ ସମାଜ କିଛି ଦେଉ ବୋଲି ବା ମୁଁ କିଛି ରିସିଭ୍ କରେ। ତେଣୁ ଏହା ମୁଖ୍ୟତଃ ସେଲ୍ଫ ଇଣ୍ଟରେଷ୍ଟେଡ୍ ବିହେଭିଅର। କିନ୍ତୁ ଆମେ ଦେଖିବା ଯଦି ସୋସିଆଲ ଏନଫୋର୍ସମେଣ୍ଟ ଯାହା ହେଲା ସାମାଜିକ ବ୍ୟବସ୍ଥା ଦ୍ୱାରା ଆମକୁ ଏ ଯେଉଁ ରହିଛି ଯେଉଁ ଆଦାନ ପ୍ରଦାନର ବ୍ୟବସ୍ଥା ଏହା କିଭଳି ଭାବେ ଫଙ୍କସନ୍ କରିଥାଏ ବା କିଭଳି ଭାବେ ଚାଲିଥାଏ, ଏହା ଆମକୁ ଏକ ନୂଆ ଦିଗନ୍ତ ଦେବ। ଯଦି ଆମେ ଦେଖିବା ଯେଉଁ
सामाजिक एनफोर्समेंट रही द्वारा कौन करा जाए ना गोटे व्यक्ति विशेष जितेबाला किसी आदान प्रदान व्यवस्था कि असुविधार पड़ता है सी सब चाहे जे समाजर साहाय्य से तार जो सोशल नेटवर्क रही गोटे समाजर जो तार जो निजर चिन्ह परिचित व्यक्ति विशेष मान रही बंधु हेले फैमिली मेंबर हेले रिलेटिव्स हेले संप्रदायर लोक हेले से सब चाही था जे ताको किभली साहाय्यटी मिलिबो एवं सेही मानक द्वारा ही से जो सूचना बा इनफॉरमेशन यह प्रचारित होता है एवं सोशल जो आमर जो नेटवर्क रही सोशल नेटवर्क रही जो सामाजिक तांकर जो संपर्क रही व्यक्ति मानक विशेष व्यक्ति मानक भितर से माने सब बेले निश्चित करथांती जे जो आमे जदि दुईटी व्यक्ति को आमे आणुचे जो आमर आदान प्रदान व्यवस्था भितर को ताहले आमे इनश्योर करिबा बा आमे कन्फर्म करिबा जे से दुई जनक भितर जेभली को रेसिप्रोसिटी बा जो आदान प्रदानटा सुपरिचालित होई रहू आउ से बारंबार तागिद करथांती जे कौन व्यक्ति विशेष दुई पक्ष भितर जेभली कौन पक्ष ये जो आमर सब सामाजिक व्यवस्था अच्छी रूल्स अच्छी ताको भायोलेट न करंतु बा ताको अवमानना न करंतु जदि देखिबा आमर केते प्रकार रेसिप्रोसिटी बा आदान प्रदान व्यवस्था अच्छी आमे देखिबा जदि मार्शल सार्लिंग्स जने स्कॉलर थिले एवं तांकर जो फेमस वर्क थला बा जो जहाँ विश्व रे बहुत ख्याति अर्जन करथिला स्टोन एज इकोनॉमिक्स जहाँ 1972 मसीह प्रकाशित होता सी सेठारे कही जे मुख्यतः तीन प्रकार रेसिप्रोसिटी बा आदान प्रदान व्यवस्था रही आ सी यही पुस्तक लिखा बेले सी मुख्यतः ब्रोनिस्लो मालिनोस्की एवं मार्शल मॉस को द्वारा अनुप्राणित होते ये दुई आंथ्रोपोलॉजिस्ट द्वारा से अनुप्राणित होते जदि देखिबा जो तीन प्रकार रेसिप्रोसिटी कही से बा जो आदान प्रदान व्यवस्था को नहीं कही ताकि जनरलाइज रेसिप्रोसिटी बैलेंस रेसिप्रोसिटी एवं नेगेटिव रेसिप्रोसिटी जनरलाइज रेसिप्रोसिटी से कही यह गोटे प्रकार रेसिप्रोसिटी जहाँ गोटे व्यक्ति विशेष को बा गोटे गोष्ठी को बा गोटे संप्रदाय को यह सब मोटिवेट करिथाए बा अनुप्राणित करिथाए किछि दबा पाई बा किछि प्रदान करिबा पाई आउ यह सब आधारित होता है गोटे व्यक्ति विशेष जेनरोसिटी उपरे एवं से ए जो से गोटे एक्सप्रेशन यूज करते समथिंग फॉर नथिंग जार माने हला जेतले गोटे व्यक्ति विशेष कोनोसी साहाय्य बा कोनोसी जो रेसिप्रोसिटी बा जो आदान प्रदान व्यवस्था जेतले से सम्मिलित होता है सी किभली जेतले प्रदान करिथाय कोनोसी वस्तु बा कोनोसी तार सर्विस सी किभली किछि दबा बदल रे किछि पाइबार आशा रखि न थाए एवं जदि देखा जाए यह गोटे वन वे ट्रांजैक्शन बा जो हमरो कहा जाए यह केवल एकपाक्षिक जोटी कि गोटे व्यक्ति विशेष सी जेतबेले प्रदान करिथाय सी कोनोसी पाइबार आशा रखि न थाए बा तार कोनोसी एंटिसिपेशन न थाए कोनोसी आशा न थाए जे मु अन्य जो विपरीत व्यक्ति विशेष रहिला बा जहा जे ग्रहण कला मोर साहाय्य बा गिफ्ट सी किभली मते रिटर्न न करू बा फेराई न देव एवं जदि देखा जाए ये जो रेसिप्रोसिटी रहिला बा जो आदान प्रदान व्यवस्था रहिला जनरलाइज रेसिप्रोसिटी जहाँ को आम कहू एथिरे मुख्यतः कौ भली भाव कौ भली समाज रे एक्चुअली यह प्रचलित होता है मुख्यतः यही भली समाज रे जोठी व्यक्ति विशेष माने इमोशनल अटैचमेंट बा इमोशनल अटैचमेंट अधिक थाए जो व्यक्ति विशेष मान मध्य जो समाज रे व्यक्ति मान भितर व्यक्ति विशेष मान मध्य इमोशनल अटैचमेंट अधिक थाए सही समाज रे यह मुख्यतः रही थाए जदि आम देखि परिबा जो पुराना आमर ट्रेडिशनल बा पुरातन जो समाज रही प्राचीन फैमिली सिस्टम रही बा वर्तमान संदर्भ आम जदि देखा जो नुआ फैमिली सिस्टम रही एठार जो पेरेंट्स माने रहिले बा बापा माँ कि आमर परिवार जो रहिले से माने जतले गोटे पिलाटी को पाठ पढ़े ताको तार सबु दाबी बा तार सबु जाक नीड जो रहिला ताको पूरण करी ताको गोटे भल मनीष करी गढ़ी तोड़बारे तांकर जो अवदान थाए सी सेतेबेले कोनोसी आशा रखि नथांती जे जो आमे जो तार जो नर्चरिंग बा ताको जो
ବଢ଼େଇବାରେ ବା ତାକୁ ସୋସିଆଲାଇଜ୍ କରିବାରେ ଆମେ ଯେତିକି ଇନଭେଷ୍ଟ କରିଛୁ ବା ଆମେ ଯେତିକି ସମୟ ବିନିଯୋଗ କରିଛୁ ଯାହା ଆମେ କିମ୍ବା ଆମେ ଯେତିକି ଧନ ବିନିଯୋଗ କରିଛୁ କିମ୍ବା ଆମେ ଯେତିକି ଆମର ନିଜର ଉପାର୍ଜିତ ଅର୍ଥ ବିନିଯୋଗ କରୁଛୁ ଏହା ବଦଳରେ ଆମେ କିଛି ଫେରି ପାଇବୁ ବୋଲି। ତେଣୁ ଏହା ଏକ ଏକପାଖିଆ ଟ୍ରାଞ୍ଜାକ୍ସନ୍ ଯାହା କହିଲେ ସେ। ଆମେ ଯଦି ଦେଖିବା ଯେଉଁ ଜେନେରାଲାଇଜ୍ ରେସିପ୍ରୋସିଟି ରହିଲା ବା ଯେଉଁ ଆଦାନ ପ୍ରଦାନର ବ୍ୟବସ୍ଥା ରହିଲା, ଏଥିରେ ଦେଖାଯାଏ ଯେ ଜଣେ ବ୍ୟକ୍ତି ଯିଏ ସାହାଯ୍ୟ ପାଇଥାଏ, ଜଣେ ବ୍ୟକ୍ତି ଯିଏ ପ୍ରକୃତରେ ସାହାଯ୍ୟ ପାଇଥାଏ ଅନ୍ୟ ଜଣଙ୍କ ଠାରୁ, ସିଏ ଯେତେବେଳେ ତାର ସମୟ ଆସେ ଆଉ ଜଣଙ୍କୁ ସାହାଯ୍ୟ କରିବା ପାଇଁ ସିଏ କେବେ ହେଲେ ପଛଘୁଞ୍ଚା ଦିଏ ନାହିଁ ଏବଂ ସିଏ ସବୁବେଳେ ସୁଯୋଗ ଖୋଜୁଥାଏ ଯେ କିଭଳି ଯେଉଁ ବ୍ୟକ୍ତି ତାକୁ ପ୍ରଥମେ ସାହାଯ୍ୟ କରିଥିଲା ସିଏ କିଭଳି ତାର ସାହାଯ୍ୟଟିକୁ ପୁଣି ରିସିପ୍ରୋକେଟ୍ କରିପାରିବ ବା ଆଦାନ ପ୍ରଦାନ କରିପାରିବ। ଏବଂ ଏହି କ୍ଷେତ୍ରରେ ଦେଖାଯାଏ ଯେ ଯେଉଁ ଜେନେରାଲାଇଜ୍ ରେସିପ୍ରୋସିଟିରେ ଯାହା ଏଇ ଯେଉଁ ସନ୍ଦର୍ଭଟି ମୁଖ୍ୟତଃ ଭାବେ ଫୌଲର ଆଣ୍ଡ କ୍ରିଷ୍ଟକିସ୍ ଆଲୋଚନା କରିଥିଲେ ଏବଂ ତାଙ୍କର ସନ୍ଦର୍ଭଟି ଇକୋନୋମିଷ୍ଟ ମାନେ ଯେଉଁ ରହିଲେ ବା ଅର୍ଥନୀତିର ଯେଉଁ ସ୍କଲାର ମାନେ ରହିଲେ ସେମାନଙ୍କ ଦ୍ୱାରା ଭଲ ଭାବରେ ଉତ୍ତମ ଭାବରେ ଆଦୃତ ହୋଇଥିଲା। ଏହାପରେ ଆମେ ଦେଖିବା ବାଲାନ୍ସ ରେସିପ୍ରୋସିଟି। ବାଲାନ୍ସ ରେସିପ୍ରୋସିଟି ହେଲା ଯେ ଗୋଟିଏ ସମ୍ପ୍ରଦାୟ ବା ଗୋଟିଏ ବ୍ୟକ୍ତିବିଶେଷ ବା ଦୁଇଟି ବ୍ୟକ୍ତିବିଶେଷ ଯେତେବେଳେ ଏହି ପ୍ରକ୍ରିୟାରେ ବା ଯେଉଁ ଆଦାନ ପ୍ରଦାନ ପ୍ରକ୍ରିୟାରେ ଯେତେବେଳେ ଇନଭଲ୍ଭ ହୋଇଥାନ୍ତି ବା ସମ୍ମିଳିତ ହୋଇଥାନ୍ତି ସେତେବେଳେ ସେଇ ଯେଉଁ ସମ୍ପର୍କଟିକୁ ସେମାନେ ଲମ୍ବା ସମୟ ଧରି ମେଣ୍ଟେନ୍ କରିଥାନ୍ତି। ଏଇ ଯେଉଁ ସମ୍ପର୍କଟି ଲମ୍ବା ସମୟ ଧରି ସେମାନେ ବା ଯେଉଁ ଆଦାନ ପ୍ରଦାନର ଯେଉଁ ସମ୍ପର୍କଟି ସେ ଲମ୍ବା ସମୟ ଧରି କିଭଳି ଭାବରେ ବ୍ୟବସ୍ଥିତ କରି ରଖିଥାନ୍ତି ଥ୍ରୁ ରିସିପ୍ରୋସିଟି ବା ଆଦାନ ପ୍ରଦାନ ଦ୍ୱାରା। ଏହା ଉଦାହରଣ ସ୍ୱରୂପ ଯେତେବେଳେ ଦେଖାଯାଏ ଯେ ଆମର ଯେଉଁ କୌଣସି ଫଙ୍କସନ୍ ହେଲା ବା କୌଣସି ସେରିମନି ହେଲା ସେହି ସମୟରେ ଆମେ ଯେତେବେଳେ ଆମର କୌଣସି ବନ୍ଧୁବାନ୍ଧବ ବା କୌଣସି ରିଲେଟିଭ୍ ଆମେ ଯେତେବେଳେ ଇନଭାଇଟ୍ କରିଥାଉ ବା ତାଙ୍କୁ ନିମନ୍ତ୍ରଣ କରିଥାଉ, ସେମାନେ କିଭଳି ଭାବେ ଯଦିଓ ତାଙ୍କର ବହୁତ କାମ ଥାଏ ବା ବହୁତ ସେମାନେ ବ୍ୟସ୍ତ ଥାନ୍ତି କିମ୍ବା ବହୁତ ଦୂରରେ ଥାନ୍ତି କିନ୍ତୁ ସେ ସମ୍ପର୍କଟିକୁ ସେ ବଞ୍ଚାଇ ରଖିବା ପାଇଁ ସେମାନେ କିଭଳି ଭାବେ ସେଇ ଫଙ୍କସନ୍କୁ ବା ସେଇ ସେରିମନିକୁ ଆସିଥାନ୍ତି ଏବଂ ସେଠାରେ ଯୋଗ ଦେଇଥାନ୍ତି। କିନ୍ତୁ ଏଥିରେ ଦେଖାଯାଏ ଯେ ଯେତେବେଳେ ସେ ଯେଉଁ ଫଙ୍କସନ୍ରେ ବା ସେ ଯେଉଁ ଅକେଜନ୍ରେ ବା ସେ ଯେଉଁ ମିଟିଂରେ ସେମାନେ ଯୋଗ ଦେଇଥାନ୍ତି ସେମାନଙ୍କଠୁ ଗୋଟେ ଯେଉଁ ଉପହାର ଯେଉଁ ଆମେ ଗ୍ରହଣ କରିଥାଉ ସାଙ୍ଗେ ସାଙ୍ଗେ ବା ସେହି ସମୟରେ ହିଁ ଏହା ଯେଉଁ ଯେଉଁ ଅପରପକ୍ଷ ରହିଲା ସେ କିଭଳି ଭାବେ ଆଶା କରିଥାଏ ଯେ ମୁଁ ଯେତେବେଳେ ତାଙ୍କୁ ନିମନ୍ତ୍ରଣ କରିବି ମୁଁ ମଧ୍ୟ ଏହି ପ୍ରକାରର ସାହାଯ୍ୟ ପାଇବି କିମ୍ବା ମୁଁ ଯେତେବେଳେ ନିମନ୍ତ୍ରଣ କରିବି ସିଏ ମଧ୍ୟ ମୋର ଯେଉଁ ଫଙ୍କସନ୍ ହେଉଛି ବା ସେରିମନି ହେଉଛି ସେଠିକୁ ସେ ଆଟେଣ୍ଡ କରିବା ପାଇଁ ନିଶ୍ଚିତ ଭାବେ ଆସିବେ। କିନ୍ତୁ ବହୁତ ସମୟରେ ଦେଖାଯାଏ ଯେ ଏଇ ଯେଉଁ ଆମର ଯେଉଁ ସମ୍ପର୍କଟି ରହିଛି ଆଦାନ ପ୍ରଦାନ ସମ୍ପର୍କ ରହିଛି ଯେଉଁ ବାଲାନ୍ସ ରେସିପ୍ରୋସିଟି ସନ୍ଦର୍ଭରେ ଦେଖାଯାଏ ଯେ ଯଦି କୌଣସି ଯେଉଁ ବ୍ୟକ୍ତିବିଶେଷ ଓହରି ଯାଇଥାଏ ତାର ଯେଉଁ ଦାୟିତ୍ୱ ଅଛି ତାକୁ ଏକ୍ସଟେଣ୍ଡ କରିବାରେ ବା ପାଳନ କରିବାରେ, ସେତେବେଳେ ଯେଉଁ ଅପର ପକ୍ଷ ରହିଲା ସିଏ କିଭଳି ଭାବରେ ଏହାକୁ ବନ୍ଦ ବା ତାର ଯେଉଁ ଆଦାନ ପ୍ରଦାନର ଯେଉଁ ସମ୍ପର୍କଟିକୁ କିଭଳି ଭାବେ ଛିନ୍ନ କରିବା ପାଇଁ ଚେଷ୍ଟା କରିଥାଏ। ଏବଂ ଏଥିରେ ଦେଖାଯାଏ ଯେ ମୁଖ୍ୟତଃ ଭାବରେ ଏଥିରେ ଗୋଟେ ଟାଇମ୍ ପିରିୟଡ଼ ଥାଏ ବା ସମୟ ସୀମା ଥାଏ। କାରଣ ବହୁତ ସମୟରେ ଦେଖାଯାଇଥାଏ ଗୋଟିଏ ଲୋକ ଯେତେବେଳେ ଅନ୍ୟ ଲୋକର ଫଙ୍କସନ୍କୁ ଯାଇଛି ସିଏ ମଧ୍ୟ ଆଣ୍ଟିସିପେଟ୍ କରେ ବା ସିଏ ମଧ୍ୟ ଆଶା କରେ ଯେ ଅପରପକ୍ଷ ଲୋକଟି ମଧ୍ୟ ମୋର ଉଦାହରଣ ସ୍ୱରୂପ ଯଦି ପୁଅ ବାହାଘର ହେଲା କି ଝିଅ ବାହାଘର ହେଲା କି କୌଣସି ଡେଥ୍ ସେରିମନି ହେଲା ସିଏ ମଧ୍ୟ ଆସିବ ଏବଂ ସେଇ ପ୍ରକାରର ସାହାଯ୍ୟ କରିବ ମୁଁ ଯେଉଁ ପ୍ରକାର କରିଥିଲି। କିନ୍ତୁ ଯଦି ଅପରପକ୍ଷ ଲୋକ ଏଥିରୁ ଓହରି ଯାଇଥାଏ ତାହେଲେ ସେ ଗୋଟେ ତାଙ୍କର ଯେଉଁ ବ୍ୟବସ୍ଥା ରହିଛି ବା ତାଙ୍କର ଯେଉଁ ସମ୍ପର୍କ ଥିଲା ଏ ସମ୍ପର୍କରେ କ୍ଷୁଣ୍ଣତା ଆଣିଥାଏ। ଏବଂ ବହୁତ ସମୟରେ ଦେଖାଯାଇଥାଏ ଯେ ଯେତେବେଳେ ସେଇ ଯେଉଁ ସମ୍ପର୍କଟି ତାହା ସଠିକ୍ ଭାବରେ ପରିଚାଳିତ ନ ହୋଇଥାଏ ଏବଂ ଗୋଟିଏ ପକ୍ଷ ଓହରି ଯାଇଥାଏ ସାହାଯ୍ୟ ପାଇବା ପରେ, ସେତେବେଳେ କ'ଣ କରାଯାଏ ବା ଆଦାନ ପ୍ରଦାନ ବ୍ୟବସ୍ଥାରୁ ଓହରି ଯାଇଥାଏ ସେତେବେଳେ ଅପର ପକ୍ଷ କ'ଣ କରେ ନା ସେ ଅନ୍ୟ ଲୋକମାନଙ୍କ ଆଗରେ ସେଇ ବ୍ୟକ୍ତିବିଶେଷ ବିଷୟରେ ସମାଲୋଚନା କରନ୍ତି। ଏହାଦ୍ୱାରା ସମାଲୋଚନା କରିବାର କାରଣ ହେଲା ଏହାଦ୍ୱାରା ସେ ଜଣାଇ ଦେବା ପାଇଁ ଚାହାନ୍ତି ଯେ ସେ ବ୍ୟକ୍ତି ନିଶ୍ଚିତ ଭାବରେ ଜାଣିବା ପାଇଁ ପାଆନ୍ତୁ ଯେ ମୁଁ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛି। ତାଙ୍କର ଏଇ ଯେଉଁ ବ୍ୟବହାର ବା ଆଉ ତାଙ୍କର ଯେଉଁ ଓହରି ଯିବା ଏଇ ଯେଉଁ ଆମର ଆଦାନ ପ୍ରଦାନର ବ୍ୟବସ୍ଥା ଅଛି ତାଙ୍କର ଏଥିରୁ ଓହରି ଯିବା ମୋ ପାଇଁ ବା ଯେଉଁ ଆମ ସମ୍ପର୍କର ପାଇଁ ଏକ ନେଗେଟିଭ୍ ଇଣ୍ଡିକେସନ୍ ବା ଗୋଟେ ନେଗେଟିଭ୍
বা ଗୋଟେ ନକାରାତ୍ମକ ଫଳ ଆଣିଦେଇଛି। ଏହାଦ୍ୱାରା କ'ଣ ହୁଏ ନା ବହୁତ ସମୟରେ ଯେଉଁ ବ୍ୟକ୍ତିଟି ଓହରି ଯାଇଥାଏ ଯେଉଁ ଆଦାନ ପ୍ରଦାନର ସମ୍ପର୍କ ବା ବ୍ୟବସ୍ଥା ଭିତରୁ, ସିଏ ପୁଣି ବାଧ୍ୟ ହୁଏ ଲୋକ ସମାଲୋଚନାକୁ ଡରିକିରି, ଯେ ଲୋକ ସମାଲୋଚନାର ଭୟରେ ସେ ବାଧ୍ୟ ହୁଏ ତାର ଯେଉଁ ଡ୍ୟୁଟିଜ ଅଛି ବା ତାର ଯେଉଁ ଓବ୍ଲିଗେସନ୍ସ ଅଛି କିଭଳି ଭାବରେ ପୂର୍ଣ୍ଣ କରିବା ପାଇଁ। ଆମେ ଯଦି ଦେଖିବା ଉଦାହରଣ ସ୍ୱରୂପ ଯେଉଁ ସମ୍ପର୍କ ଆମର ରହିଛି ଭାରତୀୟ ଯେଉଁ ପରିବାର ମଧ୍ୟରେ, ଦୁଇଟି ପରିବାର ମଧ୍ୟରେ, ସେଠାରେ ଯେଉଁ ଆମର ରେସିପ୍ରୋସିଟି ବା ଯେଉଁ ଆଦାନ ପ୍ରଦାନର ବ୍ୟବସ୍ଥାଟି ରହିଛି ଏହା ବହୁତ ଫେୟାର ବା ଏହା ଏଥିରେ କୌଣସି ତିଳେ ହେଲେ ମାତ୍ର ଯେଉଁ କୁହାଯାଏ ଆମର ଯେଉଁ ଅସମାନତା ଦେଖାଯାଇନଥାଏ। ଯଦି ଜଣେ ଗୋଟେ ପର୍ଟିକୁଲାର କିଛି ଫର ଏକ୍ଜାମ୍ପଲ ଯଦି ଜଣେ ଉଦାହରଣ ସ୍ୱରୂପ ଯଦି ଆମେ ଦେଖିବା ଜଣେ ବ୍ୟକ୍ତି ଗୋଟିଏ ବିବାହ ଉତ୍ସବ ଆଟେଣ୍ଡ କରିବା ପାଇଁ ଯାଇଛନ୍ତି ବା ସମ୍ମିଳିତ ହେବା ପାଇଁ ଯାଇଛନ୍ତି, ସେ ଯଦି ସାହାଯ୍ୟ ସ୍ୱରୂପ 5,000 ଟଙ୍କା ବା 10,000 ଟଙ୍କା ଦେଇଥାନ୍ତି, ସେଇ ଅପରପକ୍ଷ ବ୍ୟକ୍ତି ସେ ଯେତେବେଳେ ଆର ଫ୍ୟାମିଲିକୁ ଆସିଥାନ୍ତି ବା ଆର ପରିବାରକୁ ଆସିଥାନ୍ତି ତାଙ୍କର କୌଣସି ବିବାହ ଭୋଜି ବା ଫଙ୍କସନ୍ ବା ଉତ୍ସବ ଆଟେଣ୍ଡ କରିବା ପାଇଁ, ସିଏ ମଧ୍ୟ ସମାନ ଆମାଉଣ୍ଟ ବା ସମାନ ଆମାଉଣ୍ଟର ରୁପିଜ୍ ହେଲା ବା ଟଙ୍କା ହେଲା ବା ଆର୍ଥିକ ସାହାଯ୍ୟ ପ୍ରଦାନ କରିଥାନ୍ତି। ତାପରେ ଆମେ ଦେଖିବା ଯେଉଁ ନେକ୍ସଟ ଆମର ପରବର୍ତ୍ତୀ ରେସିପ୍ରୋସିଟି ହେଲା ନେଗେଟିଭ ରେସିପ୍ରୋସିଟି ବା ନକାରାତ୍ମକ ଯେଉଁ ରେସିପ୍ରୋସିଟି ରହିଲା, ଏହା ସମ୍ପୂର୍ଣ୍ଣ ଭାବେ ଅପୋଜିଟ୍ ହେଉଛି ବା ବିପରୀତ ହେଉଛି ଜେନେରାଲାଇଜ ରେସିପ୍ରୋସିଟି। ଜେନେରାଲାଇଜ ରେସିପ୍ରୋସିଟିରେ ଆମେ କ'ଣ କହିଥିଲେ ନା ସେଠି ଜଣେ ବ୍ୟକ୍ତି ସ୍ୱତଃସ୍ଫୂର୍ତ୍ତ ଭାବରେ ସେ କିଭଳି ନିଜର ଯେଉଁ ଆଦାନ ପ୍ରଦାନ ବ୍ୟବସ୍ଥାରେ ସମ୍ମିଳିତ ହେଉଛି, କିନ୍ତୁ ସେ ଯେତେବେଳେ ପ୍ରଦାନ କରୁଛି ସେ ସେତେବେଳେ କୌଣସି ଜିନିଷ ପାଇବାର ଆଶା ରଖୁନି। କିନ୍ତୁ ନେଗେଟିଭ ରେସିପ୍ରୋସିଟିରେ କ'ଣ ହୁଏ ନା ଯେତେବେଳେ ଦୁଇଟି ପକ୍ଷ ଇନଭଲ୍ଭ ହୁଅନ୍ତି ବା ସମ୍ମିଳିତ ହୁଅନ୍ତି ଏଇ ଯେଉଁ ଟ୍ରାଞ୍ଜାକ୍ସନ୍ ରହିଲା ବା ଯେଉଁ ଆଦାନ ପ୍ରଦାନ ବ୍ୟବସ୍ଥା ରହିଲା, ସେତେବେଳେ ଗୋଟିଏ ପକ୍ଷ କ୍ଷମା କରିବେ, ଗୋଟିଏ ପକ୍ଷ ସବୁବେଳେ ଚେଷ୍ଟା କରିଥାଏ ଯେ କିଭଳି ମୁଁ ଆର ପକ୍ଷ ଅପେକ୍ଷା ଅଧିକ ଲାଭବାନ ହୁଏ, ଏବଂ ବହୁତ ସମୟରେ ଏହା ଦେଖାଯାଇଥାଏ ଯେ ଏହା ଯେଉଁ ସାମାଜିକ ସମ୍ପର୍କ ରହିଛି ଏହା ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଥାଏ ଏବଂ ଗୋଟେ ନନ୍ କୋଅପରେଟିଭ ଏନଭାରମେଣ୍ଟ ବା ପରିବେଶ ସୃଷ୍ଟି କରିଥାଏ ଯେଉଁଠି କେହି କାହାକୁ ସାହାଯ୍ୟ କରିନଥାନ୍ତି। ଏହାପରେ ଆମେ ଆଲୋଚନା କରିବା ଗିଫ୍ଟ ବିଷୟରେ। ଗିଫ୍ଟ ବା ଉପହାର, ଆମେ ସମସ୍ତେ ଜାଣନ୍ତି ବର୍ତ୍ତମାନ ଯେଉଁ ଆଧୁନିକ ସମାଜରେ ଗିଫ୍ଟର ମାନେ ଉପଯୋଗିତା କେତେ ବା ଇମ୍ପୋର୍ଟାନ୍ସ କେତେ। ଆମେ ଦେଖୁ ଯେ ଆଜିକାଲି ଯେଉଁ ଗିଫ୍ଟ ଦେବାର ମାଧ୍ୟମ କିଭଳି ଭାବରେ ବଦଳିଗଲାଣି। ଦିନ ଥିଲା ଗିଫ୍ଟ କେବଳ ସେରିମୋନିଆଲ ଏକ୍ସଚେଞ୍ଜ ବା ହାତରୁ ହାତ ବା ଲୋକ ହାତରୁ ହାତକୁ ଗିଫ୍ଟ ବା ଯେଉଁ ଉପହାର ଆଦାନ ପ୍ରଦାନର ବ୍ୟବସ୍ଥା ଥିଲା, କିନ୍ତୁ ବର୍ତ୍ତମାନ ଆମେ ଗୋଟେ ଡିଜିଟାଲ ଏଜ୍ରେ ପ୍ରବେଶ କରିଛେ ଯେଉଁଠିକି ଖାଲି ଆମର ଗିଫ୍ଟ ଆଦାନ ପ୍ରଦାନର ବ୍ୟବସ୍ଥା ହାତରୁ ହାତକୁ ଗିଫ୍ଟ ଭିତରେ ସୀମିତ ହୋଇନାହିଁ। ବର୍ତ୍ତମାନ ଆଜିକାଲିର ଯୁଗରେ ଦେଖାଯାଉଛି ଯେ ଲୋକମାନେ ଥ୍ରୁ ଇଣ୍ଟରନେଟ୍ ଡିଜିଟାଲ ପ୍ଲାଟଫର୍ମସ ଗିଫ୍ଟ ବା ଉପହାର ଆଦାନ ପ୍ରଦାନର ବ୍ୟବସ୍ଥାକୁ ବହୁତ ଭାବରେ ଆକ୍ସେପ୍ଟ କରିଛନ୍ତି ବା ଏହା ଦ୍ୱାରା ସେମାନେ ଆଦୃତ ହୋଇଛନ୍ତି। ଯଦି ଆମେ ଦେଖିବା ଗିଫ୍ଟ କାହାକୁ କୁହାଯାଏ ବା ଗିଫ୍ଟର ଅର୍ଥ କ'ଣ, ବହୁତ ସମୟରେ କୁହାଯାଏ ଯେ ଯେଉଁ କ୍ଲାସିକାଲ ଅର୍ଥନୀତି ବା କ୍ଲାସିକାଲ ଇକୋନୋମିଷ୍ଟ ମାନେ ଯେଉଁମାନେ ରହିଲେ ବା ଅର୍ଥନୀତିର ସ୍କଲର ମାନେ ରହିଲେ, ସେମାନଙ୍କର କହିବା ଅନୁଯାୟୀ ଗିଫ୍ଟ ଗୋଟେ ପିଓରଲି ଇକୋନୋମିକ ଏକ୍ସଚେଞ୍ଜ କଣ୍ଡିସନ, ଯେଉଁଠିକି ଆମେ ଦେଖିବା ଯେଉଁଠି ଅର୍ଥନୈତିକ ଯେଉଁ ଆଦାନ ପ୍ରଦାନ ବ୍ୟବସ୍ଥା ରହିଛି, ଗୋଟେ ଲୋକ ଯେତେବେଳେ ଗିଫ୍ଟ ଦେଉଛି ସିଏ ସବୁବେଳେ ତାର ମନେ ରଖିଥାଏ ଯେ ମୁଁ କିଭଳି ମନିଟାରୀ ବେନିଫିଟ୍ ବା ଆର୍ଥିକ ବେନିଫିଟ୍ ପାଇବି, ସେହି ହିସାବରେ କେବଳ ଗିଫ୍ଟ ଦେଇଥାଏ। କିନ୍ତୁ ସମାଜଶାସ୍ତ୍ରର ସ୍କଲର ମାନେ ବା ଆର୍ଥିକ ସମାଜଶାସ୍ତ୍ରର ଯେଉଁ ସ୍କଲର ମାନେ ରହିଲେ ସେମାନଙ୍କର ଭିନ୍ନ ମତ। ସେମାନେ କହିବା କଥା ଯେ ଯେଉଁ ଗିଫ୍ଟ ବ୍ୟବସ୍ଥା ରହିଛି ବା ଉପହାର ଦେବା ଆଦାନ ପ୍ରଦାନ ବ୍ୟବସ୍ଥା ରହିଛି, ଏହା କେବଳ ଅର୍ଥନୀତିକୁ ନେଇ ସୀମିତ ନୁହେଁ, ଏହା ବହୁତ ସମୟରେ ସାମାଜିକ ଏବଂ ସାଂସ୍କୃତିକ ଏବଂ ଏହା ମାନବ ସମାଜକୁ ସୁଦୃଢ଼ କରି ରଖିଥାଏ ଏବଂ ସେମାନଙ୍କର ଯେଉଁ ସମ୍ପର୍କ ରହିଛି ଏ ଯେଉଁ ଉପହାର ଆଦାନ ପ୍ରଦାନ ବ୍ୟବସ୍ଥା ଦ୍ୱାରା ଏହା ସୁଦୃଢ଼ିତ ହୋଇଥାଏ। ଆମେ ଯଦି ଦେଖିବା ମୁଖ୍ୟତଃ ଦୁଇ ପ୍ରକାରର ଉପହାର ରହିଛି ବା ଗିଫ୍ଟ ରହିଛି, ଏବଂ ଗୋଟିଏ ହେଲା ମ୍ୟାଟେରିଆଲ ଗୁଡ୍ସ ଆଉ ଗୋଟେ ହେଲା ନନ୍ ମ୍ୟାଟେରିଆଲ ଗୁଡ୍ସ। ମ୍ୟାଟେରିଆଲ ଗୁଡ୍ସରେ ଆମେ ଜାଣିଛୁ ମନି ବା ଟଙ୍କା, ଏବଂ ଆଉ କିଛି ଯେଉଁ ଟାଞ୍ଜିବୁଲ ଥିଙ୍ଗ ରହିଲା ବା ଟାଞ୍ଜିବୁଲ ବସ୍ତୁ ରହିଲା, ଆମର ସୁନା ହେଲା, ରୂପା ହେଲା, ଅଳଙ୍କାର ହେଲା, ଏସବୁ ଆମେ ମ୍ୟାଟେରିଆଲ ଗୁଡ୍ସ କହିଥାଉ। ନନ୍ ମ୍ୟାଟେରିଆଲ ଗୁଡ୍ସରେ ଆମର ଯେଉଁ ଉପହାର ହେଲା ଜଣଙ୍କୁ ଆଟେନସନ୍ ଦେବା, ଜଣଙ୍କୁ ଆମର ମୂଲ୍ୟବାନ ସମୟ
दबा बा जनकु अफेक्शन बा लव देवा बा भल पाइबा दबा ये सब जिनस गुड़िक हूँ नॉन मटेरियल उपहार एवं नॉन मटेरियल थिंग्स। जदि आम देखा जदि हम देखा जे मूल जो रिसिप्रोसिटी बा जो आदान प्रदान व्यवस्था रे मूल जो फीचर रही जो फंडामेंटल फीचर रही यह सब सीमित रही मानव समाज को नहीं आम जहाँ जाचे जदियो यह नहीं बहुत जो प्राणी विज्ञानी मैंने जुक्ति करते मानव समाज मानव मान भर जो इमोशन रही अन्य जीव मान रही किंतु जो गिफ्ट आदान प्रदान व्यवस्था रही समाजशास्त्र स्कॉलर मैंने कहते यह केवल मानव समाज ही सीमित। आउ जदि हम देखा जो गिफ्ट बा उपहार यह सब यार गोटे सिंबलिक डायमेंशन थाए यह सब गोटे सांस्कृतिक अर्थ को सब सूचाई थाए जो आम कौन गिफ्ट क्या दे था यह सूचाई थाए जे आम हूँ तो भल पाई देचु कि आम जो उन्नति होची ताकू देखी दौचु यह गोटे किसी गोटे सांस्कृतिक अर्थ को सूचाई थाए मीनिंग को सूचाई थाए। तेणु गिफ्ट सब आम जदि उपहारटी सब गोटे अर्थनैतिक ये को नहीं आस्पेक्ट को लेकर देखा जाए न थाए। जदि आम देखा एडवर्ड सेफ्लिन तांकर गोटे आर्टिकल प्रकाशित करते रिसिप्रोसिटी इन द कंस्ट्रक्शन ऑफ रियलिटी सेठारे जहाँ 1980 प्रकाशित होता सेठारे से कही जे उपहार देवा होची गोटे संपूर्ण सामाजिक कर्तव्य रो उदाहरण एवं जदि अर्थनीति रो स्कॉलर मानकर मंतव्य आम देखा से मुख्यतः कहते यह गोटे वाणिज्य आदान प्रदान व्यवस्थार अंश। आ जदि आम देखा चेन तांकर बुक रे द गिफ्ट इकोनॉमी से कही जे एभली कौन समाज ना मनीष विश्व जदि आम जेकोसी समाज को जीवा सेठी आम पाइबा जो उपहार आदान प्रदान व्यवस्था एभली कोटी समाज ना विश्व रे जोटी आपण ए आदान प्रदान व्यवस्था न पाइबे। आम देखा जे डायमेंशन्स ऑफ गिफ्ट गिविंग यार केतोटी डायमेंशन रही मुख्यतः जदि देखा ये जो लेवी स्ट्रॉस तांकर जो द एलिमेंटरी स्ट्रक्चर ऑफ किनशिप पुस्तक से जो 1969 प्रकाशित करते से कहते जो ट्राइबल इकोनॉमी रहा ट्राइबल अर्थनीति रहा जो आमर आदिवासी अर्थनीति रहा मुख्यतः सेठारे देखा जाइथिला जे तीन प्रकार जो आमर कह जाए जो उपहार प्रदान करा जाए थे तीन प्रकार जो डायमेंशन को लेकिन गोटे है सोशल डायमेंशन जोड़ा है आमर सामाजिक अर्थ यह कह जाए जो गिफ्ट दौरान जो आम उपहार दौरान गोटे व्यक्ति विशेष को कि गोटे संप्रदाय को कि गोटे गोष्ठी को से आम तार जो सामाजिक परिस्थिति रोचे सहित अंगांगी भाव जड़ित होती। उदाहरण स्वरूप से कहते जे गोटे जिते जड़े उपहार प्रदान करुच्ची सी सूचाई दौर जे मुझे सिनसीयर बा मुझे तुम सहित अंगांगी भाव जड़ित तुम दुख और तुम सुख सहित सी उदाहरण देते कि भाव जो आम गोटे मैरेज को जाऊँ कि गोटे जन्मदिन को जाऊँ सेठी किभली आम खुशी हो कि उपहार प्रदान करता किंतु आम जो गोटे डेथ सेरेमनी जाऊँ कि गोटे लोकर मृत्यु पर आम तार जो फंक्शन हो सेरेमनी हो रिचुआल हो जो आम जाऊँ अटेंड करने से आम कि आर्थिक साहाय्य जोगाई दे था। जदि आम स्टडी देखा जहाँ मुझे गतकाली कही एफजी बेलिंगर जो ओडिशार बिशीपड़ा ग्राम पर जो स्टडी अच्छी सी जो रिसर्च करते संदर्भ से किभली कहते जे संपर्क माने किभली आर्थिक साहाय्य जोगाई दे था गोटे लोकर डेथ सेरेमनी गोटे लोक मरीगला तार जो रिचुआल रही पालन कला बेले तार किभली संपर्क माने आर्थिक साहाय्य जोगाई दे जदिओ से आर्थिक साहाय्य संपूर्ण भाव तार जो आवश्यकता अच्छे पूर्ण कर किंतु यह सूचाई था जे से माने किभली भाव से जो आदान प्रदान व्यवस्था सहित जड़ित आम जदि देखा किंतु सबुबले एथिरे गोटे लुकायित कारण रही है जे लोक मैंने जो कौन आदान प्रदान व्यवस्था सम्मिलित होती से गिफ्ट दे था यह सोशियोलोजिस्ट समाजशास्त्र स्कॉलर मैंने सब कहते जे सब यह जानिबा कष्ट जे
गोटे व्यक्ति विशेषर जो लुकायित कारण रही से कौन तार गिफ्ट दूची यह पढ़ा कष्ट। एवं जदि देखा आम मार्शल मौस जे आमर आंथ्रोपोलोजिस्ट थे तांकर जो स्टडी थिला जो काम थिला द गिफ्ट से कही जे किभଳି जे उपहार देवा द्वारा गोटे जो बंधन रही सामाजिक बंधन रही दुईटी गोष्ठी भितर दुई पक्षों भितर ताहा किभଳି सुदृढ़ होता है। एवं से कही जे ये जो से आउ गोटे कथा मते कही जे यह उपहार देवा द्वारा यह गोटे ऑप्टिमल बिहेवियर को जन्म दे थाए। यह द्वारा कौन करा जाय थाए ना यह द्वारा कौन होता है ना एथुर आम जानी पारि थाउ जे से दुई जन लोकंक भितर संपर्क केते। एवं से कही जे जो गोटे जेतेबेले गोटे लोक अन्य जड़े व्यक्ति विशेष गोटे पक्ष जो अन्य पक्षर बहुत निजर होता है बहुत क्लोज होता है एवं से अंगांगी भाव तार दुख सुख सहित जड़ित होता है सी जो तार कौन फंक्शन बा तार कौन सेरिमनी बा तार कौन मीटिंग अटेंड करने आसे सी किभଳି एक्सपेंसिव गिफ्ट देता है बहुत मूल्यवान उपहार देता है। एवं से जो मूल्यवान उपहार यह सूचाई देता है जे ताहा किभଳି तांकर सुदृढ़ संपर्क बा सुदृढ़ जो आदान प्रदान व्यवस्थार सूचक। किंतु यह बहुत समाजशास्त्र स्कॉलर माने परे समालोचना करथिले यह कहिकि जे अनेक समय रे जदियो संपर्कटी सुदृढ़ थाए किंतु अपर पक्ष हुए तो बहुत दामी बा एक्सपेंसिव उपहार दे पारे ना कारण सी तार आर्थिक परिस्थिति जदि भल न थाए सी दे पारि न थाए जदियो से तार सबु सुख एवं दुख परिस्थिति रे आसी ता सहित सम्मिलित होता है किंतु बहुत समय रे से गिफ्ट दे पारि न थाए। एई भଳି भावरे मार्शल मौस तांकर जो स्टडी थिला सेथरे से सूचाई देथिले। एवं आहा पर आमे देखिबा जो अर्थनैतिक डायमेंशन रहिछि अर्थनैतिक जो दृष्टिकोण रहिछि आमे एथरो देखिबा पाइबा जे जदि सब बेले अर्थनीतिर जो स्कॉलर माने रहिले सेमानकर कहिबा अनुଯାयी सेमानकर कहिबा अनुଯାयी जे जो जन को गिफ्ट पाउछि बा जो जन को उपहार पाउछि जो पक्ष उपहार पाउछि सी सब बेले गोटे लाभ भाग रे रहउछि बा सी सब बेले ही लाभ रे रहउछि बा सी सब बेले ही जो प्रथा रहिछि आदान प्रदान प्रथा सी सब बेले तार बेनिफिट नउछि। किंतु सी सब बेले जो अर्थनीतिर स्कॉलर मानकर कहिबा अनुଯାयी से माने कहन्ति जे यह सब बेले इक्वल होइथाय एंड सब बेले बैलेंस होइथाय। यह को नै जो अर्थनीतिर जो स्कॉलर माने रहिले से माने मुख्यतः ये जो गिफ्ट बा जो हमरो गिफ्ट एक्सचेंज बा जो हमरो उपहार आदान प्रदान जो व्यवस्था रही ताको सब बेले अर्थनीतिर कॉन्टेक्स्ट बा अर्थनैतिक कोणरू दृष्टि देखि थांती। यहाँ पर आम देखा पर्सनल डायमेंशन बा व्यक्तिगत दृष्टिकोण के भाव में जो आमर उपहार आदान प्रदान व्यवस्था रही है भाव में प्रभावित करता है। गोटे व्यक्ति जहाँ आम पूर्व आलोचना करते किभଳି सब बेले जो आदान प्रदान व्यवस्था रही गोटे व्यक्तिर किभଳି निजर गोटे जो रेशनल बा युक्तियुक्त व्यवहार रही है सी ता द्वारा किभଳି भावे चिंता करते सब जे मु बा तार जो उपहार दबा द्वारा ताको जो खुशी मिलता है बा ताको जो ताको लगी थाए जे मु या द्वारा समाज पई किछि करि पारली किबा मु से व्यक्ति विशेष पई किछि करि पारली किबा मु से गोष्ठी पई किछि करि पारली बा मु से संप्रदाय पई किछि करि पारली ये जो मोटिव रे बेले बेले पर्सनल बा जो जने व्यक्ति विशेष से तार निजर आत्मा शांति बा जो कहा जाए सेल्फ सैटिस्फैक्शन पई से तार उपहार बा जो विनिमय बा जो आदान प्रदान प्रथा प्रोसेस रे सम्मिलित होता है। आमे वर्तमान देखिबा जो गिफ्ट गिविंग बा जो हमर उपहार आदान प्रदान जो व्यवस्था रही तादरे किभଳି भावे एंथ्रोपोलॉजिकल आ इकोनॉमिस्ट मानकर जो अप्रोच रही बा सेमानकर जो तांकर जो ओपिनियन रही ता किभଳି भावे भिन्न आमे जे देखिबा एंथ्रोपोलॉजिस्ट जो भले कि मालिनस्की आउ मार्शल मॉस जो माने
जो उपहार दबा प्रथा बा गिफ्ट गिविंग जो संस्कृति रही कल्चर को से किभली भाव हाइलाइट करते एवं तांकर कहवा अनुଯାयी ये जो गिफ्ट दबा बा उपहार दबा प्रथा बहुत पुरातन बा जो प्रिमिटिव सोसाइटी बा पुरातन समाज प्रचलित थिला एवं सेमाने कहवा अनुଯାयी जेतेबेले से समाज रे किछि गिफ्ट लोक माने दउथिले बा गोटे संप्रदाय बा गोटे गोष्ठी आर गोष्ठी की दउथला से माने सब बेले आशा मध्य करुथिले जे किछि पाइबा पाई एवं बहुत अनेकांश रे देखा जाए जे जेतेबेले बा गिफ्ट बा उपहार लोक दियंती सेतेबेले गोटे परिवार किभली ताको सब एकाठी करी रखिथाय एवं मुख्यतः जो फंक्शन है बा सेरिमनी है बा किभली से मीटिंग रे से माने किभली यह देखै थांती जे मोर एही संपर्कीय एही उपहार देछि से संपर्कीय से उपहार देछि यह द्वारा किभली से माने एग्जिबिशन करथांती बा देखै थांती किंतु जदि हमें देखिबा जे इकोनॉमिक्स बा अर्थनीतिर जो स्कॉलर माने रहिले से माने कहंती जे ए जो उपहार प्रथा रही उपहार आदान प्रदान प्रथा रही यह पछरे सब गोटे सेल्फ इंटरेस्ट रही जो कहती सेल्फ इंटरेस्ट रही सब इंडिविजुअलिस्टिक बा बहुत व्यक्तिवाद उपरे विवेचित एवं सी कहती जे सेठी लोक सब गोटे लुक्कायित डिजायर रही जिज्ञासा रही जे से माने जेतले किछि गिफ्ट दियंती ता बदल रे किछि मटेरियल बेनिफिट हो किबा इमटेरियल बेनिफिट पाइबा पई से माने आशा रखितांती जेमती तांकर सम्मान पाइबा पई हो किबा भल पाइबा पई हो किबा स्नेह पाइबा पई हो किबा आत्मसम्मान बढ़ाइबा पई हो किंतु जदि सोशियोलॉजिकल अप्रोच देखिबा बेसिकली आमे देखिबा बोले कौन से भी बहुत कम समाजशास्त्र स्कॉलर माने प्रकृत रे ए जो गिफ्ट गिविंग बा उपहार आदान प्रदान व्यवस्था ऊपर आलोचना करथिले जदिओ ब्रोनिस्लो मालिनस्की से एंथ्रोपोलॉजी रो स्कॉलर थिले किंतु तांको समस्ते समाजशास्त्र स्कॉलर माने मध्य तांकर जो योगदान रही तांकर जो अवदान रही जो डिबेट को ताको तांकर जो अवदान को आदृत हो पारिछि एवं सोशियोलॉजिस्ट बा समाजशास्त्र स्कॉलर माने तांको मालिनस्की को एंथ्रोपोलॉजी स्कॉलर भाव में न गणिकी सब जिते गिफ्ट गिविंग एनालिसिस आसे बा जिते तर्जमा हुए बा जुक्ति हुए उपहार आदान प्रदान जो आमर प्रथा रही से कहती जे स्कॉलर माने जुक्ति बढ़ाती जे मालिनस्की एनालिसिस बा जुक्ति बहुत अनेकांश समाजशास्त्र जो जुक्ति रही समाजशास्त्र स्कॉलर मान जो जुक्ति रही सहित समान एवं देखा जाए जे मालिनस्की कहवा अनुଯାयी जो गिफ्ट बा उपहार खाली गोटे वस्तु को नहीं सीमित नुहे यह कम्युनिकेट करिथाए यह गोटे सूचाई दे थाए गोटे यह सिंबलाइज करिथाए गोटे अर्थ को बा गोटे मीनिंग को गोटे जतले आमे गिफ्ट दोचु यार माने नुहे जे आमे गोटे मटेरियल गिफ्ट केते मूल्य रे दोचु बरं ए जो गिफ्ट आमे दोचु यह आमर केते तांको सहित सुसंपर्क अछि बा जो सामाजिक संपर्क केते सुदृढ़ बा केते भलो यह ताहाको सूचाई दे थाए। या पर हमें आलोचना करिबा फॉर्म एक्सचेंज एंड मनी एक्सचेंज माने जो हमरो आदान प्रदान एवं टंका विषय रे आलोचना करिबा मनी जति देखिबा हमें प्रथमे मनी कहले हमें काहाको बुझु टंका जो आसिला प्रचलित हला यह किभली प्रचलित हला आमे जति देखिबा प्रथमे हमें आरंभ करिबा जे उदाहरण स्वरूप आमे जतबे ब्रिटिश माने जतबे भारत को आसिले सेतबे भारत रे टंकार प्रचलन प्रथा नथिला जदिओ थिला ताहा प्रचलन व्यवस्था थिला अर्थ प्रचलन व्यवस्था थिला ताहा भिन्न थिला एवं सबु राजा मानकर भिन्न भिन्न आर्थिक प्रचलन व्यवस्था थिला किंतु जो आमर ट्राइबल सोसाइटी रहिले बा जो आदिवासी संप्रदाय रहिले अनटचेबल सोसाइटी रहिले सेमानक मध्यरे आर्थिक जो व्यवस्था मुख्यतः जो बाटर सिस्टम थिला गुड्स अगेंस्ट गुड्स बा गोटे द्रव्य बदल रे आ गोटे द्रव्य बा द्रव्य बदल रे सर्विस बा सेवा एई प्रथारे समाजशास्त्र प्रचलित होइतला किंतु जतले ब्रिटिश माने आसिले से माने जतले चाहिले जे रेवेन्यू जनरेशन बा कर आदाय करिवार जतले सेमानकर अभिप्राय सृष्टि है से माने प्रथमे चिंता कले किभली आमे जो मनी बा जो टंका व्यवस्था को आमे
ପ୍ରଚଳିତ କରିବୁ, ଅର୍ଥ ବ୍ୟବସ୍ଥାକୁ କିଭଳି ଭାବରେ ପ୍ରଚଳିତ କରିବୁ। ଆଉ ଯଦି ଦେଖାଯାଏ ଅର୍ଥ ବା ମନି ବା ଟଙ୍କା ବା ଅର୍ଥ ମୁଖ୍ୟତଃ ଏହା ଏକ ଏକ୍ସଚେଞ୍ଜ ବା ଆଦାନ ପ୍ରଦାନର ବ୍ୟବସ୍ଥା, ଯେଉଁଠିକି ଗୋଟେ କିଛି ଲୋକ ଅର୍ଥ ଦେଇ ବା ଟଙ୍କା ଦେଇ ସିଏ କୌଣସି ଦ୍ରବ୍ୟ କ୍ରୟ କରିପାରିଥାଏ ବା ଦ୍ରବ୍ୟକୁ ହାସିଲ କରିପାରିଥାଏ କିମ୍ବା କୌଣସି ସେବା ବା ସର୍ଭିସକୁ ହାସିଲ କରିପାରିଥାଏ। ଏବଂ ବହୁତ ସମୟରେ ଏବେ ମଧ୍ୟ ବର୍ତ୍ତମାନ ଯେଉଁ ଆମର ବ୍ୟବସ୍ଥାରେ ଦେଖାଯାଇଛି ଯେ ବର୍ତ୍ତମାନ ଲୋକ ମଧ୍ୟ ସ୍ପେଶାଲି ଯଦି ଦେଖାଯାଏ ଆମର ଅର୍ଥନୀତିର ସ୍କଲାରମାନଙ୍କ ମନ୍ତବ୍ୟ ଅନୁସାରେ ଅର୍ଥ ହେଲା ସେଇ ବା ମନି ହେଲା ଗୋଟେ ଚ୍ୟାନେଲ ବା ମାଧ୍ୟମ ଯାହା ଥ୍ରୁରେ ବା ଯାହା ଦ୍ୱାରା ଗୋଟେ ଆଦାନ ପ୍ରଦାନର ବ୍ୟବସ୍ଥା ସୁଚାରୁ ରୂପେ ଚାଲିଥାଏ। ଏବଂ ଯଦି ଉଦାହରଣ ଦେଖିବା ଆମେ କୌଣସି ଅର୍ଥ ବ୍ୟବସ୍ଥାର, ଆମେ ଯଦି ଦେଖିବା ଆମର ଭାରତୀୟ ରୂପୀ ବା ଆମେରିକୀୟ ଡଲାର ବ୍ୟବସ୍ଥା, ଏହା ଉଦାହରଣ ହେଉଛି ଆମର ସଠିକ ଯେଉଁ ଫର୍ମର ବା ସଠିକ ଟାଇପ୍ର ଯେଉଁ ଆମର ମନିଟାରୀ ଇକୋନୋମି ରହିଛି ବା ଯେଉଁ ଆର୍ଥିକ ବ୍ୟବସ୍ଥା ରହିଛି, ଏହା ତାର ଉଦାହରଣ। ଏହାପରେ ଆମେ ବର୍ତ୍ତମାନ ଯଦି କହିବା, ଯଦି ଆମେ ଇତିହାସର ପୃଷ୍ଠାକୁ ଓଲଟାଇ ଦେଖିବା, ଦିନ ଥିଲା ଯେ ସମାଜ କୋଉଭଳି ଭାବରେ ବିନା ଅର୍ଥରେ ଆର୍ଥିକ ବ୍ୟବସ୍ଥାରେ ପ୍ରଚଳିତ ଥିଲା, ଯାହାକୁ ଯେତେବେଳେ ଆମେ କହୁଛେ ଯେତେବେଳେ ଆମର ବାଟର ସିଷ୍ଟମ ଥିଲା, ସେତେବେଳେ କିଭଳି ବିନା ଆର୍ଥିକ ବ୍ୟବସ୍ଥାରେ ସମାଜ ପ୍ରଚଳିତ ଥିଲା। କିନ୍ତୁ ବର୍ତ୍ତମାନ ଯଦି ଆମେ ଚିନ୍ତା କରିବା ଯେ ଅର୍ଥ ବିନା କିଭଳି ଭାବେ ବା ଆର୍ଥିକ ବ୍ୟବସ୍ଥା ବିନା କିଭଳି ସମାଜକୁ ଚଲାଇବା, ଏହା ହୁଏତ ସ୍ୱପ୍ନ ଭଳି ବା ଅସମ୍ଭବ ଲାଗିପାରେ। ଏଭଳି ମଧ୍ୟ ଆମେ ଆର୍ଥିକ ବ୍ୟବସ୍ଥାର ଏଭଳି ଏକ ଚୂଡ଼ାନ୍ତ ସୀମାରେ ପହଞ୍ଚିଛେ ବା ଶିଖରରେ ପହଞ୍ଚିଛେ, ଯଦି ଦେଖିବା ଗୋଟିଏ ଦିନ ଥିଲା ଯାହା ଆମର ମେଟାଲ କଏନ୍ସ ବା ଯେଉଁ ଧାତୁରେ ନିର୍ମିତ ଯେଉଁ ଟଙ୍କାର ପ୍ରଚଳନରୁ ଆରମ୍ଭ ହୋଇଥିଲା ସଭ୍ୟତା, ଏବଂ ଏହାପରେ ଯେଉଁ ଆମର ଆର୍ଥିକ ବ୍ୟବସ୍ଥା ଯେତେବେଳେ ଆରମ୍ଭ ହେଲା, ପ୍ରଥମେ ଏକ ଧାତୁ ନିର୍ମିତ ଟଙ୍କା ବା ଅର୍ଥ ବ୍ୟବସ୍ଥାର ଆମର ସିଭିଲାଇଜେସନ ବା ସଭ୍ୟତା ଆରମ୍ଭ ହୋଇଥିଲା। କିନ୍ତୁ ଦେଖିଲେ ଆମେ ବର୍ତ୍ତମାନ ଏଭଳି ଏକ ସମୟରେ ପହଞ୍ଚେ ଯେଉଁଠି ଆମେ ଡିଜିଟାଲ କଏନ୍ ବା ଯେଉଁ ଆମର ଯାନ୍ତ୍ରିକ ବା ଆମର ଡିଜିଟାଲ କଏନ୍, ଯାହାକୁ ଆମେ ବର୍ତ୍ତମାନ ଏହା ବହୁତ ଲୋକପ୍ରିୟ ହୋଇ ଉଠିଛି, ଯାହାକୁ ଆମେ ଜାଣୁ ବିଟ୍ କଏନ୍, ଆମେ ସମସ୍ତେ ଏହା ସହିତ ଫ୍ୟାମିଲିଆର। କିନ୍ତୁ ଯଦି ଆମେ ଦେଖିବା ଏ ଯେଉଁ ଏକ୍ସଚେଞ୍ଜ ସିଷ୍ଟମ ଅଛି ବା ଯେଉଁ ଆମର ଆଦାନ ପ୍ରଦାନ ବ୍ୟବସ୍ଥା ରହିଛି, ଏ ଆଦାନ ପ୍ରଦାନ ବ୍ୟବସ୍ଥା ମୁଖ୍ୟତଃ ଦୁଇ ପ୍ରକାରରେ ଚାଲିଥାଏ। ଗୋଟିଏ ହେଉଛି କୋଅପରେଟିଭ, ଆଉ ଗୋଟେ ହେଉଛି କମ୍ପିଟିଟିଭ। କୋଅପରେଟିଭ ବ୍ୟବସ୍ଥାରେ ଜଣେ ବା ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ସାହାଯ୍ୟ କରିଥାଏ ଏବଂ ଯେଉଁ ବେନିଫିଟଟି ଆସେ ଏହା ଦ୍ୱିପାକ୍ଷିକ, ଦୁଇ ପକ୍ଷ ଏହି ଯେଉଁ ଆମର ବ୍ୟବସ୍ଥା ରହିଛି ଆଦାନ ପ୍ରଦାନ ବ୍ୟବସ୍ଥାର ଲାଭ ଉଠାଇ ପାରିଥାନ୍ତି ଏବଂ ଲାଭ ପାଇଥାନ୍ତି। କିନ୍ତୁ ଯଦି ଆମେ ଦେଖିବା ଯେଉଁ ଅନ୍ୟ କମ୍ପିଟିଟିଭ ଏକ୍ସଚେଞ୍ଜ ସିଷ୍ଟମ ରହିଛି, ଯାହାକି ସବୁବେଳେ ଗୋଟେ ନକାରାତ୍ମକ ଆଉଟକମ୍ ବା ଗୋଟେ କମ୍ପିଟିଟିଭ ଯେଉଁ ଗୋଟେ କନଫ୍ଲିକ୍ଟିଂ ବା ଗୋଟେ କନଫ୍ଲିକ୍ଟିଂ ଆଟମୋସ୍ଫିୟର ବା ଗୋଟେ ପରିବେଶ ସୃଷ୍ଟି କରିଥାଏ। ଏବଂ ଏଠାରେ ଦେଖାଯାଏ ଯେ ଏଠାରେ କେବଳ ଅନେକ ସମୟରେ ଗୋଟିଏ ପକ୍ଷ ହିଁ ଏହାର ଲାଭ ପାଇଥାଏ। ଏ ଯେଉଁ ଆଦାନ ପ୍ରଦାନ ବ୍ୟବସ୍ଥାରୁ ଗୋଟିଏ ପକ୍ଷ ହିଁ ଲାଭ ପାଇଥାଏ ଏବଂ ଅନ୍ୟ ପକ୍ଷଟିକୁ କ୍ଷତି ସହିବା ପାଇଁ ପଡ଼ିଥାଏ। ଆମେ ଯଦି ଦେଖିବା ଯେଉଁ ହିଷ୍ଟ୍ରି ଅଫ୍ ଏକ୍ସଚେଞ୍ଜ ବା ଯଦି ଆଦାନ ପ୍ରଦାନ ବ୍ୟବସ୍ଥାର ଇତିହାସ ଦେଖିବା, ଏହା ସବୁ ସୋସାଇଟି ଯେତେ ପ୍ରକାରର ସମାଜ ରହିଛି ବା ସଭ୍ୟତା ରହିଛି, ସବୁଠି ଆଦାନ ପ୍ରଦାନର ବ୍ୟବସ୍ଥା ରହିଛି। ଯେତେବେଳେ ସମାଜ ଗୋଟିଏ ସମୟ ଥିଲା ଯେତେବେଳେ କେବଳ ସୁନା ରୂପାର ପ୍ରଚଳନ ଥିଲା, ଗୋଟିଏ ସମୟ ଥିଲା ଯେତେବେଳେ କେବଳ ଆମର ଯେଉଁ ଧାତୁ, ଯେକୌଣସି ଧାତୁର ଆଦାନ ପ୍ରଦାନ ବ୍ୟବସ୍ଥାର ପ୍ରଚଳନ ଥିଲା, ଗୋଟିଏ ସମୟ ଥିଲା କେବଳ କିଛି ବସ୍ତୁ ଆମେ ଅନେକ ସମୟରେ ଆମେ ଦେଖିବାକୁ ପାଇଥାଉ, ଯେଉଁ ଆମେ ଆର୍କାଇଭ ଲାଇଭ ଯେଉଁ ଆମର ଭୂତତ୍ତ୍ୱବିଦ ବା କ୍ଷମା କରିବେ, ଯେଉଁ ଆର୍କିଓଲୋଜିଷ୍ଟ ଯେଉଁମାନେ ଥାଆନ୍ତି, ସେମାନେ ଯେତେବେଳେ ଏକ୍ସକାଭେସନ ପାଇଁ ଯାଆନ୍ତି, ସେମାନେ କିଭଳି ଭାବେ ତାଙ୍କର ଯେଉଁ ଏକ୍ଜିବିସନ କରିଥାନ୍ତି, ଆମେ ସେଥିରେ କିଭଳି ଦେଖିବା ପାଇଁ ପାଇଥାଉ, ଯେଉଁ ପୁରାତନ ସମୟର ବା ପ୍ରାଚୀନ ସଭ୍ୟତାର ଯେତେବେଳେ କରେନ୍ସି ଦେଖୁ, ବହୁତ ସମୟରେ ଆମେ ଦେଖିବା ପାଇଁ ପାଇଥାଉ ପିତ୍ତଳର ବା କପର କଏନ୍ ଦେଖିବା ପାଇଁ ପାଇଥାଉ, କପର ଟଙ୍କା ଦେଖିବା ପାଇଁ ପାଇଥାଉ,
বা ଆମେ ଯୋଉ ତମ୍ବାର ଟଙ୍କା ଦେଖିବା ପାଇଁ ପାଇଥାଉ, ବହୁତ ସମୟରେ ଆମେ କଉଡ଼ି ମଧ୍ୟ ଦେଖିବା ପାଇଁ ପାଇଥାଉ, ବହୁତ ସମୟରେ ଆମେ ମଧ୍ୟ ରୂପାର ଟଙ୍କା ଦେଖିବା ପାଇଁ ପାଇଥାଉ। ତେଣୁ ଯୋଉ ଆମର ଏକ୍ସଚେଞ୍ଜ ସିଷ୍ଟମ ରହିଛି ଏହା ସବୁ ସମାଜରେ ଭିନ୍ନ ଭିନ୍ନ ଥିଲା ଏବଂ ଏହା ବିଭିନ୍ନ ସମୟ ଦେଇ ବଦଳି ବଦଳି ଯାଇଛି। ଏହାପରେ ଯଦି ଆମେ ଦେଖିବା ମୁଖ୍ୟତଃ ଦୁଇ ପ୍ରକାରର ଅର୍ଥନୀତି ଥାଏ ବା ଯୋଉ ମନି ସିଷ୍ଟମ ଅଛି। ଗୋଟିଏ ହେଲା ଗୁଡ୍ସ ଫର ଗୁଡ୍ସ, ଆଉ ଗୋଟେ ହେଲା କରେନ୍ସି ଫର ଗୁଡ୍ସ ବା ଗୁଡ୍ସ ଫର ଗୁଡ୍ସ ଯାହା ଆମେ କହିଲେ ଏହା ପ୍ରାଚୀନ ସଭ୍ୟତାର ଗୋଟେ ଅଂଶ ଥିଲା ବା ଯୋଉ ଅର୍ଥନୈତିକ ଯୋଉ ଟ୍ରାଞ୍ଜାକ୍ସନ ଇକୋନୋମି ଥିଲା। ଏହା ମୁଖ୍ୟତଃ ଯୋଉ ବାଟର ସିଷ୍ଟମ ଆମେ କହୁ ବା ଗୁଡ୍ସ ଏଗେନ୍ଷ୍ଟ ଗୁଡ୍ସ, ଦ୍ରବ୍ୟ ବଦଳରେ ଦ୍ରବ୍ୟ, ଏହା ପ୍ରଚଳିତ ସମାଜକୁ ସେତେବେଳେ ସମାଜର ଆର୍ଥିକ ବ୍ୟବସ୍ଥାକୁ ର ପରିଚାଳନାରେ ସହାୟକ ହୋଇଥିଲା। ଯେତେବେଳେ ଆମେ ଦେଖୁ ଗୋଟିଏ ଲୋକ ଯଦି କୌଣସି ଦ୍ରବ୍ୟ ତାର ଦରକାର ଅଛି, ସିଏ ତା ପାଖରେ ଯୋଉ ଦ୍ରବ୍ୟ ଅଛି ସିଏ ସେଇ ଦ୍ରବ୍ୟକୁ ନେଇ ଯୋଉ ଅପର ବ୍ୟକ୍ତି ବା ଯୋଉ ଆର ବ୍ୟକ୍ତି ବିଶେଷଙ୍କ ପାଖକୁ ଯାଉଥିଲା ତା ବଦଳ କରି ସେଇ ଯୋଉ ଦ୍ରବ୍ୟକୁ ଆଣିବା ପାଇଁ। କିନ୍ତୁ ବର୍ତ୍ତମାନ ଯୋଉ ମଡର୍ଣ୍ଣ ସୋସାଇଟି ବା ଯୋଉ ଆଧୁନିକ ସମାଜ ଆସି ଆଧୁନିକ ସମାଜରେ ଆମେ ପାଦ ଦେଇଛେ, ଏହାର ଯଦି ଦେଖିବା ଆଧୁନିକ ସମାଜ ଆରମ୍ଭ ହୋଇଛି ମନି ବା କରେନ୍ସି ଫର ଗୁଡ୍ସ ବା କରେନ୍ସି ଏଗେନ୍ଷ୍ଟ ଗୁଡ୍ସ, ଯୋଉଠିକି ଆମେ ଟଙ୍କା ବଦଳରେ ବା ଅର୍ଥ ବଦଳରେ ଆମେ ବସ୍ତୁ ଗୁଡ଼ିକ କ୍ରୟ ବା ବିକ୍ରୟ କରିଥାଉ। ଯଦି ଆମେ ଦେଖିବା ବିଭିନ୍ନ ପ୍ରକାର ଯୋଉ ସମାଜ ଅଛି ବା ଯୋଉ ସଭ୍ୟତା ଅଛି, ସେଇ ସଭ୍ୟତାରେ ବିଭିନ୍ନ ପ୍ରକାରର ଏକ୍ସଚେଞ୍ଜ ସିଷ୍ଟମ ଥିଲା। ତା ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବା। ଯଦି ଆମେ ଦେଖିବା ମୁଖ୍ୟତଃ ତିନୋଟି ସମାଜ ବିଷୟରେ ଆମେ ଆଲୋଚନା କରିବା। ଗୋଟେ ଥିଲା ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟି, ଯୋଉଠି ଯୋଉ ସମାଜରେ କି ମୁଖ୍ୟତଃ ଭାବରେ ଯୋଉ ଆମର ଆଦାନ ପ୍ରଦାନର ବ୍ୟବସ୍ଥା ଥିଲା, ଏହା ଆଧାରିତ ଥିଲା କେବଳ ଯୋଉ ସମାଜରେ ଯୋଉ ଅର୍ଥନୈତିକ ବ୍ୟବସ୍ଥା ଥିଲା ବା ଯୋଉ ଆମର ସର୍ଭାଇଭାଲ ନିଡ୍ସ ଥିଲା ବା ଯୋଉ ବଞ୍ଚିବାର ମାଧ୍ୟମ ଥିଲା, ଏ ଯୋଉ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟିରେ। এই ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟିରେ ବା ଯୋଉ ସମାଜରେ ମୁଖ୍ୟତଃ ଭାବେ ଲୋକମାନେ ଜୀବନଯାପନ କରୁଥିଲେ ଶିକାର କରିକିରି ଏବଂ ବଣରୁ ବା ଜଙ୍ଗଲରୁ ସେମାନଙ୍କର ଯୋଉ ଆବଶ୍ୟକୀୟ ଦ୍ରବ୍ୟକୁ କଲେକ୍ଟ କରିବାରେ ଏବଂ ଏହାଦ୍ୱାରା ସେମାନେ ତାଙ୍କର ଯୋଉ ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ସେହି ସମୟରେ କିଭଳି ଭାବରେ ଯୋଉ ଆଦାନ ପ୍ରଦାନ ବ୍ୟବସ୍ଥା ଥିଲା ତାହା ପରିଚାଳିତ ହେଉଥିଲା ଆମକୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଗୋଟେ ସମୟ ଥିଲା ଯେତେବେଳେ ଯୋଉ ଆମର ଆନିମଲ ବା ଜୀବଜନ୍ତୁ ମାନଙ୍କର ଯୋଉ ଶିକାର କରୁଥିଲେ ଶିକାରୀ ମାନେ, ସେମାନଙ୍କର ଯୋଉ ଚର୍ମ ଥିଲା ବା ସ୍କିନ୍ ଥିଲା ତାହା ମୂଲ୍ୟବାନ ଥିଲା ଏବଂ ତାକୁ ବହୁତ ଟାଇମରେ ଆଦାନ ପ୍ରଦାନର ଯୋଉ ମାଧ୍ୟମ ଭାବେ ବ୍ୟବହାର କରାଯାଉଥିଲା। ଯଦି ଆମେ ଦେଖିବା ଯୋଉ ଅର୍ଥନୈତିକ ହିଷ୍ଟୋରିଆନ ବା ଇକୋନୋମିକ ହିଷ୍ଟୋରିଆନ ମାନେ ଯୋଉ ଥିଲେ, ଅର୍ଥନୈତିକ ଐତିହାସିକ ମାନେ ଯୋଉମାନେ ଥିଲେ, ସେମାନଙ୍କର କହିବା ଅନୁଯାୟୀ ଯୋଉ ସବୁଠୁ ପୁରାତନ କମୋଡିଟି ମନି ଯାହା ବା ଦ୍ରବ୍ୟ ଆର୍ଥିକ ଦ୍ରବ୍ୟ ଯାହା ଥିଲା ତାହା ଥିଲା ଗୋଟେ ଜୀବ ବା ଆନିମଲର ଚର୍ମ ଏବଂ ସେଇ ଚର୍ମକୁ ବହୁତ ସମୟରେ ଦେଖାଯାଏ। ଆପଣମାନେ ଯଦି ପୁରୁଣା ଯୋଉ ଆମର ଐତିହାସିକ ଡକୁମେଣ୍ଟ ଅଛି, ହିଷ୍ଟୋରିକାଲ ଡକୁମେଣ୍ଟ ଯଦି ଦେଖିବେ, ସେଠି କିଭଳି ହରିଣର ଛାଲ ବା ବାଘର ଛାଲ, ବାଘର ଚର୍ମ ଏବଂ କିଭଳି ଅନ୍ୟ ଗଣ୍ଡାର ଚର୍ମ, କିଭଳି ଅନ୍ୟ ଜୀବଜନ୍ତୁ ମାନଙ୍କର ଚର୍ମକୁ କିଭଳି ଭାବେ ଗୋଟିଏ ମାଧ୍ୟମ ଭାବରେ ବ୍ୟବହାର କରାଯାଉଥିଲା ଏକ୍ସଚେଞ୍ଜ ବା ଯୋଉ ଆଦାନ ପ୍ରଦାନ ବ୍ୟବସ୍ଥାରେ। କିନ୍ତୁ ବର୍ତ୍ତମାନ ଯଦି ଆମେ ଦେଖିବା ଏଇ ଯୋଉ ଆଦାନ ପ୍ରଦାନ ବ୍ୟବସ୍ଥା ଥିଲା ଯୋଉ ହଣ୍ଟିଂ ଆଣ୍ଡ ଗ୍ୟାଦରିଂ ସୋସାଇଟିର, ବର୍ତ୍ତମାନ ପର୍ଯ୍ୟନ୍ତ ବି ସେଇ ଯୋଉ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯାଇ ନାହିଁ। ଏଭଳି ଭାବରେ ବିଶ୍ୱର ଆମେ କେତେ ଗୁଡ଼ିଏ ଅଂଶ ଏବେ ବି ମଧ୍ୟ ଅଛି ଯୋଉଠିକି ଏହି ଆଦାନ ପ୍ରଦାନ ବ୍ୟବସ୍ଥା ବର୍ତ୍ତମାନ ମଧ୍ୟ ପ୍ରଚଳିତ। ଆମେ ଯଦି ଦେଖିବା କିଛି ପାର୍ଟ ଆଫ୍ରିକାର, କିଛି ପାର୍ଟ ମଧ୍ୟ ଏପର୍ଯ୍ୟନ୍ତ ବି କିଛି ଯୋଉ ସମ୍ପ୍ରଦାୟ ଅଛନ୍ତି, ଆଦିବାସୀ ସମ୍ପ୍ରଦାୟ ଆମର ଆଣ୍ଡାମାନ ଆଣ୍ଡ ନିକୋବର ଦ୍ୱୀପପୁଞ୍ଜରେ, ସେମାନେ ମଧ୍ୟ ଏଇ ଯୋଉ ଆଦାନ ପ୍ରଦାନର ବ୍ୟବସ୍ଥା ସହିତ ଜଡ଼ିତ ବା ସେଠାରେ ମଧ୍ୟ ଏଇ ଯୋଉ ଆଦାନ ପ୍ରଦାନର ବ୍ୟବସ୍ଥା ଏପର୍ଯ୍ୟନ୍ତ ମଧ୍ୟ ପ୍ରଚଳିତ। ଆମେ ଯଦି ଦେଖିବା ଯୋଉ କମୋଡିଟି ମନି ଥିଲା ବା ଯୋଉ ଦ୍ରବ୍ୟ ଭିତ୍ତିକ ଯୋଉ ଅର୍ଥ ଥିଲା, ଆର୍ଥିକ ବ୍ୟବସ୍ଥା ଥିଲା, ଏହା ଲୋକମାନେ କେବଳ ଯେ ଜୀବଜନ୍ତୁଙ୍କ ଛାଲ ବା ଚର୍ମକୁ ଆଦାନ ପ୍ରଦାନର ବ୍ୟବସ୍ଥାରେ ବ୍ୟବହାର କରୁନଥିଲେ, ବରଂ ଅନେକ କ୍ଷେତ୍ରରେ ଯୋଉ ଆମର ଉଇଡ୍ ଥିଲା ବା ଯୋଉ ଆମର ଗଛର ଚେର ଥିଲା ବା ମୂଳ ଥିଲା, ଏସବୁ ଗୁଡ଼ିକ ଯାହାର ମେଡିସିନାଲ ଭ୍ୟାଲୁ ଥିଲା ବା ଔଷଧୀୟ ଗୁଣ ଥିଲା, ଏହାକୁ ମଧ୍ୟ ଅନେକ କ୍ଷେତ୍ରରେ ଯୋଉ ସେଇ ଯୋଉ ଆମର
ସଭ୍ୟତାର ଲୋକମାନେ ଥିଲେ ବା ବ୍ୟକ୍ତିବିଶେଷ ମାନେ ଥିଲେ ସେମାନେ ମଧ୍ୟ ତାକୁ ବ୍ୟବହାର କରୁଥିଲେ। ତେଣୁ ଯେଉଁ ଏକ୍ସଚେଞ୍ଜ ସିଷ୍ଟମ ଆମେ ଯଦି ଦେଖିବା, ଯାହା ଅର୍ଥନୀତିର ଯେଉଁ ଐତିହାସିକ ଅର୍ଥନୀତିଜ୍ଞ ମାନେ କହିଛନ୍ତି ଯେ ଯେଉଁ ପଶୁ ବା ଜୀବଜନ୍ତୁ ମାନଙ୍କର ଯେଉଁ ଚର୍ମ ବା ଛାଲ ଥିଲା ତାହା କିଭଳି ଭାବରେ ଗୋଟେ ଆର୍ଲିଏଷ୍ଟ କମୋଡିଟି ମନିଥିଲା ବା ସବୁଠୁ ପୁରାତନ କମୋଡିଟି ବା ଦ୍ରବ୍ୟ ଭିତ୍ତିକ ଅର୍ଥ ଥିଲା ବା ଟଙ୍କା ଅର୍ଥ ଥିଲା ଏବଂ ତାକୁ କିଭଳି ଭାବରେ ସେଇ ସମୟର ବ୍ୟକ୍ତି ବିଶେଷ ମାନେ ଏକ୍ସଚେଞ୍ଜ କରି ତାଙ୍କର ଜୀବିକା ନିର୍ବାହ କରୁଥିଲେ ବା ସେମାନେ ଯେଉଁ ଆମର ଆଦାନ ପ୍ରଦାନର ବ୍ୟବସ୍ଥାରେ ସମ୍ମିଳିତ ହେଉଥିଲେ ଏବଂ ତାପରେ କିଭଳି ଭାବରେ ଏହାକୁ ଛାଡ଼ି ଯେଉଁ ଆନିମଲ ସ୍କିନ୍ ବା ଜୀବଜନ୍ତୁଙ୍କ ଚର୍ମକୁ ଛାଡ଼ି କିଭଳି ସେମାନେ ଯେଉଁ ଔଷଧୀୟ ଗୁଣ ଥିବା ଗଛ ଗୁଳ୍ମ କିମ୍ବା ଚେର ୟାକୁ ସବୁ ୟୁଜ୍ କରି କିଭଳି ବା ବ୍ୟବହାର କରୁଥିଲେ ତାଙ୍କର ଆଦାନ ପ୍ରଦାନ ବ୍ୟବସ୍ଥାରେ। ଏହାପରେ ଆମେ ଯିବା ପାଶ୍ଚରାଲ ସୋସାଇଟି। ପାଶ୍ଚରାଲ ସୋସାଇଟି ଯେଉଁଠି ଆମର ଯାହାକୁ କୁହାଯାଏ ଯେଉଁ ସୋସାଇଟିରେ ଶିକାର ଏହି ସୋସାଇଟିର ଏଇ ଯେଉଁ ସୋସାଇଟିରେ ଏହା ମୁଖ୍ୟତଃ ହଣ୍ଟିଂ ଗ୍ୟାଦରିଂ ସୋସାଇଟି ପର ଷ୍ଟେଜ୍। ଏହି ସମାଜରେ ମୁଖ୍ୟତଃ ଭାବରେ ଯଦି ଦେଖାଯାଏ ବ୍ୟକ୍ତିବିଶେଷ ମାନେ ସେମାନେ ଆନିମଲ ବା ଯେଉଁ ଜୀବଜନ୍ତୁ ଗୃହପାଳିତ ଜନ୍ତୁକୁ ଆଣି ବା ଜୀବଙ୍କୁ ଆଣି ନିଜ ଘରେ ରଖି ତାର ଲାଳନ ପାଳନ କରି ସେମାନଙ୍କୁ ଏକ୍ସଚେଞ୍ଜ କରୁଥିଲେ ବା ସେମାନଙ୍କୁ ଆଦାନ ପ୍ରଦାନ ବ୍ୟବସ୍ଥାରେ ୟୁଜ୍ କରୁଥିଲେ। ଆମେ ଯଦି ଦେଖିବା ଗୋଟେ ସମୟରେ ଯେଉଁ ସମାଜରେ ଆଦାନ ପ୍ରଦାନ ବ୍ୟବସ୍ଥାରେ ପଶୁର ଚର୍ମକୁ ବ୍ୟବହାର କରାଯାଉଥିଲା, ଅନ୍ୟ ଏକ ସମୟରେ ଦେଖାଗଲା ଯେ ସମାଜରେ କ୍ୟାଟେଲ ବା ଯେଉଁ ଆମର ରହିଲେ ଗୃହପାଳିତ ଡୋମେଷ୍ଟିକ ଆନିମଲ ରହିଲେ ସେମାନଙ୍କୁ ଲୋକମାନେ କିଭଳି ଭାବରେ ଆଦାନ ପ୍ରଦାନ ବ୍ୟବସ୍ଥାରେ ବ୍ୟବହାର କରୁଥିଲେ। କିନ୍ତୁ ଯଦି ଦେଖାଯାଏ ବର୍ତ୍ତମାନ ସମୟରେ ବି ମଧ୍ୟ ଦେଖାଯାଏ, ଯଦି ଆମେ ଦେଖିବା କେତେ ଗୁଡ଼ିଏ ଷ୍ଟଡି ଅଛି ଯାହା ମୁଖ୍ୟତଃ ଟ୍ରାଇବାଲ ସୋସାଇଟି ଉପରେ ଆଧାରିତ। ଆମେ ଯଦି ଦେଖିବା ନର୍ଥ ଇଷ୍ଟର ଗୋଟିଏ ସମ୍ପ୍ରଦାୟ ଅଛି ଯାହାକୁ କୁହାଯାଏ ଆଦି ଟ୍ରାଇବ, ଆଉ ସେଇ ଟ୍ରାଇବ ଉପରେ ଆମେ ଯଦି ଦେଖିବା ଅନେକ ଗୁଡ଼ିଏ ଆନ୍ଥ୍ରୋପୋଲୋଜିଷ୍ଟ ତାଙ୍କର ଗବେଷଣା କରିଥିଲେ। ତାଙ୍କ ଭିତରୁ ହାମେଣ୍ଡ୍ରକ୍ ଥିଲେ ଏବଂ ଆହୁରି କେତେ ଗୁଡ଼ିଏ ଭେରିୟର ଏଲୁଇନ୍ ଥିଲେ ଯେଉଁମାନେ ସବୁ ଷ୍ଟଡି କରିଥିଲେ। ଆମେ ଯଦି ଦେଖାଯାଏ ବର୍ତ୍ତମାନ ମଧ୍ୟ ସେମାନଙ୍କର ଗୋଟେ ଜୀବ ଅଛି ଯାହାକୁ ସେମାନେ ଲୋକାଲ ଲାଙ୍ଗୁଏଜ ବା ତାଙ୍କର ଯେଉଁ ଆଞ୍ଚଳିକ ଭାଷାରେ ତାକୁ ମିଥୁନ ବୋଲି କହିଥାନ୍ତି। ଯଦି ଦେଖିବା ତାହାର ବର୍ତ୍ତମାନ ସେଇ ଯେଉଁ ଆନିମଲ ଅଛି ବା ସେ ଯେଉଁ ଜୀବ ଅଛି ତାହା ବର୍ତ୍ତମାନ ତାହାର ମୂଲ୍ୟ ଗୋଟେ ଲୋକ ଲଗାଇବା ଅସମ୍ଭବ ହେବ, କାରଣ ସେମାନେ ତାକୁ ମୁଖ୍ୟତଃ ଏକ୍ସଚେଞ୍ଜ ରିଲେସନସିପ୍ ବା ତାଙ୍କର ଯେଉଁ ଆଦାନ ପ୍ରଦାନ ବ୍ୟବସ୍ଥାରେ ବ୍ୟବହାର କରିଥାନ୍ତି। ଆମେ ଦେଖିବାକୁ ପାଇବା ଯେ ତାଙ୍କର ଯଦି କୌଣସି ମ୍ୟାରେଜ ହୁଏ କିମ୍ବା ହଁ ମୁଖ୍ୟତଃ ମ୍ୟାରେଜରେ ବା ବିବାହ ଯେଉଁ ସଂସ୍କୃତି ତାଙ୍କର ରହିଛି, ମ୍ୟାରେଜ କଲଚର ରହିଛି, ସେଇଠାରେ ମୁଖ୍ୟତଃ ସେମାନେ ସେ ଯେଉଁ ମିଥୁନକୁ ବ୍ୟବହାର କରିଥାନ୍ତି ତାଙ୍କର ଯେଉଁ ଆଦାନ ପ୍ରଦାନରେ। ଆଉ ଡାଉରି ଭାବରେ ତାଙ୍କର ସେଠି ସେ ଯେଉଁ ଆନିମଲ ରହିଛି ବା ସେ ଯେଉଁ କ୍ୟାଟେଲ ରହିଛି ତାକୁ ସେମାନେ ବ୍ୟବହାର କରିଥାନ୍ତି। ଏବଂ ଆମେ ଯଦି ଦେଖିବା ଯେଉଁ ଚର୍ମ ବା ଯେଉଁ ଗୋଟେ ଟାଇମରେ ଗୋଟେ ସମୟରେ ଯେଉଁ ଚର୍ମ କିମ୍ବା ଗୋଟେ ଜୀବର ଯେଉଁ ସ୍କିନ୍, ଗୋଟେ ଆନିମଲର ସ୍କିନ୍କୁ ଯେତେବେଳେ ବ୍ୟବହାର କରାଯାଉଥିଲା, ତାର ଛାଲକୁ ଯେତେବେଳେ ବ୍ୟବହାର କରାଯାଉଥିଲା ଏକ୍ସଚେଞ୍ଜ ପାଇଁ ବା ବିନିମୟ ପାଇଁ ବା ଆଦାନ ପ୍ରଦାନ ପାଇଁ, ତା ଅପେକ୍ଷା ଏ ଯେଉଁ ଆମର ଆସିଲା ଡୋମେଷ୍ଟିକ ଆନିମଲ୍ସ ବା ଯେଉଁ ଗୃହପାଳିତ ପଶୁମାନଙ୍କର ଯେଉଁ ଆଦାନ ପ୍ରଦାନ ବ୍ୟବସ୍ଥା ଆସିଥିଲା ଏହା ତାହାଠୁ ଭଲ ଥିଲା। କାରଣ ଯେତେବେଳେ ଯେଉଁ ଛାଲ କିମ୍ବା ଯେଉଁ ଚର୍ମର ଯେଉଁ ଆଦାନ ପ୍ରଦାନ ବ୍ୟବସ୍ଥା ଥିଲା ସେତେବେଳେ ଲୋକମାନଙ୍କ ପାଇଁ କଷ୍ଟ ହେଉଥିଲା ତାକୁ ପ୍ରିଜର୍ଭ କରି ରଖିବା, ସାଇତି ରଖିବା, ଏହା କଷ୍ଟ ହେଉଥିଲା କାରଣ ବେଳେବେଳେ ତା ଦେହରେ ସେଇଟା ନଷ୍ଟ ହେଇଯାଉଥିଲା। ତାକୁ ଏକ୍ସପୋଜ ହେଇକରି ଯେଉଁ ଆମର ବର୍ଷା ହେଲା କିମ୍ବା ଖରା ହେଲା ଏସବୁ ଏକ୍ସପୋଜ ହେଇକରି ଖରାପ ହେଇଯାଉଥିଲା। କିନ୍ତୁ ଯେତେବେଳେ ଗୋଟେ ଲାଇଭ ଗୋଟେ ବଞ୍ଚିଥିବା ଆନିମଲ ଡୋମେଷ୍ଟିକ ଗୃହପାଳିତ ପଶୁକୁ ସେମାନେ ବ୍ୟବହାର କଲେ ତାହା ଭଲ ଭାବରେ କାମ ଦେଇଥିଲା। ବର୍ତ୍ତମାନ ଆମେ ଦେଖିବା ଆଗ୍ରିକଲଚରାଲ ସୋସାଇଟି, ଗୋଟେ କୃଷି ଭିତ୍ତିକ ସମାଜ ଯେଉଁ ରହିଲା ସେଠି କିଭଳି ଆମର ଏକ୍ସଚେଞ୍ଜ ସିଷ୍ଟମ ବା ଆଦାନ ପ୍ରଦାନ ବ୍ୟବସ୍ଥା ପ୍ରଚଳିତ ଥିଲା। କୃଷି ଭିତ୍ତିକ ସମାଜରେ ଆମେ ଦେଖିବା ଯେ କିଭଳି ଯେଉଁ କୃଷି ଉତ୍ପାଦ ଗୁଡ଼ିକ ଯେଉଁଗୁଡ଼ା ରହିଲା, ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକ ରହିଲା, ଯେଭଳି ପରିବା ହେଲା, ଫଳମୂଳ ହେଲା ବା ଡାଲି ଜାତୀୟ ଦ୍ରବ୍ୟ ହେଲା
বা ଚାଉଳ ହେଲା ବା ଗହମ ହେଲା ଏସବୁ ଗୁଡ଼ିକ କିଭଳି ଗୋଟେ ସମୟ ଆସିଲା ଯୋଉଠି ଜଣେ ଯେତେବେଳେ ଧାନ ପ୍ରଡ୍ୟୁସ କରୁଥିଲା ବା ଉତ୍ପାଦନ କରୁଥିଲା ସେ କିଭଳି ଅନ୍ୟ ଗୋଟେ ଚାଷୀଠୁ ତାର ବା ଅନ୍ୟ ଗୋଟେ ବ୍ୟକ୍ତି ବିଶେଷଠୁ ଡାଲି ଆଣୁଥିଲା ଏବଂ ତାର ଧାନକୁ ବଦଳ ଦେଉଥିଲା। ଏହିପରି ଭାବରେ କୃଷି ଭିତ୍ତିକ ଯୋଉ ସମାଜ ରହିଲା ସେଠି ମଧ୍ୟ ଯୋଉ କୃଷିଜାତ ଦ୍ରବ୍ୟ ଯୋଉଗୁଡ଼ିକ ରହିଲା ସେଗୁଡ଼ିକର ଯୋଉ ଆଦାନ ପ୍ରଦାନରେ କିଭଳି ସେ ସମାଜର ଯୋଉ ଆଦାନ ପ୍ରଦାନ ବ୍ୟବସ୍ଥା ରହିଛି ବା ଆର୍ଥିକ ବ୍ୟବସ୍ଥା କିଭଳି ଭାବେ ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଆଉ ଆମେ ଯଦି ଦେଖିବା ଏହାର ମାନେ ନୁହେଁ ଯେ ବର୍ତ୍ତମାନ ସେ ଯୋଉ ଆଗ୍ରିକଲଚରାଲ ସୋସାଇଟି ବା ଯୋଉ କୃଷି ଭିତ୍ତିକ ଯୋଉ ସମାଜ ରହିଛି ତାହା ଲୋପ ପାଇଯାଇଛି। ବର୍ତ୍ତମାନ ମଧ୍ୟ କୃଷି ଭିତ୍ତିକ ସମାଜ ରହିଛି ଏବଂ କୃଷି ଭିତ୍ତିକ ଯୋଉ ଆଦାନ ପ୍ରଦାନ ବ୍ୟବସ୍ଥା ରହିଛି, ବିନିମୟ ବ୍ୟବସ୍ଥା ରହିଛି ତାହା ମଧ୍ୟ ପ୍ରଚଳିତ ଅଛି। କିନ୍ତୁ ଏହା ସହିତ ଆମର ଯୋଉ ଆର୍ଥିକ ବ୍ୟବସ୍ଥା ବା ଯୋଉ କରେନ୍ସି ଏକ୍ସଚେଞ୍ଜ କରେନ୍ସି ଏଗେନଷ୍ଟ ଗୁଡ୍ସ ବା ମନି ଏଗେନଷ୍ଟ ଗୁଡ୍ସ ପ୍ରଥା ମଧ୍ୟ ଆସିଯାଇଅଛି, ଯାହାଦ୍ୱାରା କୃଷକମାନେ ମଧ୍ୟ ଆମେ ଦେଖିବା ତାଙ୍କର ଯୋଉ ପ୍ରଡ୍ୟୁସ ରହିଲା ତାକୁ ମଧ୍ୟ ସେମାନେ ଅଦଳ ବଦଳ ବା ଯୋଉ କ୍ଷମା କରିବେ ଆଦାନ ପ୍ରଦାନ କରୁଛନ୍ତି। ଏହାପରେ ଆମେ ଦେଖିବା ଯୋଉ ଆମର ମଡର୍ନ ଫର୍ମସ ଅଫ ଇକୋନୋମିକ ଏକ୍ସଚେଞ୍ଜ ହେଲା ଯୋଉ ଆଧୁନିକ ଯୋଉ ଅର୍ଥନୈତିକ ବ୍ୟବସ୍ଥା ରହିଛି ବା ଆଦାନ ପ୍ରଦାନ ବ୍ୟବସ୍ଥା ରହିଛି, ଏଥିରେ ମୁଖ୍ୟତଃ ଆମେ ଏହା ଏଇ ପ୍ରଥା ଆମେ ଯଦି ଦେଖିବା ଏହା ମୁଖ୍ୟତଃ ବ୍ୟାଙ୍କ ନୋଟ୍ସ ବା ପେପର ମନି ଯାହାକୁ ଆମେ କାଗଜ ନୋଟ କହିଥାଉ, ଏହା ଦ୍ୱାରା କାଗଜ ନୋଟ ଠୁ ଆରମ୍ଭ କରି କିଭଳି ଚେକ୍ ବୁକ୍ ପର୍ଯ୍ୟନ୍ତ ବା ଚେକ୍ ପର୍ଯ୍ୟନ୍ତ ଆମର ଅର୍ଥନୈତିକ ବ୍ୟବସ୍ଥା କିଭଳି ଭାବେ ବା ଆଦାନ ପ୍ରଦାନର ବ୍ୟବସ୍ଥା ସୁଚାରୁ ରୂପେ ପରିଚାଳିତ ହେଉଛି। ଆମେ ଯଦି ଦେଖିବା ଯୋଉ ମଡର୍ନ ଫର୍ମସ ଅଫ ମନିଟାରୀ ଇକୋନୋମି ଯୋଉ ରହିଲା ଆମର ଯୋଉ ଆଧୁନିକ ଅର୍ଥନୈତିକ ବ୍ୟବସ୍ଥା ରହିଛି ସେଠି ମୁଖ୍ୟତଃ ଏହି ସବୁ ଯୋଉ ପ୍ରଚଳିତ ବ୍ୟବସ୍ଥାର ପ୍ରଚଳିତ ପନ୍ଥା ରହିଛି ଯେମିତି ଆମେ ବ୍ୟାଙ୍କ ନୋଟ୍ସ ହେଲା କିମ୍ବା ଚେକ୍ସ ହେଲା ସେହା ହିଁ କେବଳ ଆକ୍ସେପ୍ଟ କରାଯାଇଥାଏ ବା ତାକୁ ବା ଆଦାନ ପ୍ରଦାନର ମାଧ୍ୟମ ଭାବରେ ଗ୍ରହଣ କରାଯାଇଥାଏ। ଆମେ ଯଦି ଦେଖିବା ବର୍ତ୍ତମାନ ମଧ୍ୟ ଆମେ ଏଭଳି ଏକ ଆଧୁନିକ ଷ୍ଟେଜରେ ପହଞ୍ଚିଛେ ବା ସୋପାନରେ ପହଞ୍ଚିଛେ ଯୋଉଠି ଡିଜିଟାଲ ମନି ଯାହା ଆମେ କହିଥିଲେ ବିଟ୍ କଏନ୍ ଭଳି ଏକ୍ସଚେଞ୍ଜ ବା ଯୋଉ ଆଦାନ ପ୍ରଦାନ ବ୍ୟବସ୍ଥା ମଧ୍ୟ ପ୍ରଚଳିତ ହୋଇଛି। ଆଜିର କ୍ଲାସକୁ ଆମେ ଏଇଠି ଶେଷ କରିବା। ଧନ୍ୟବାଦ।